ଓଡ଼ିଆ ଏକ କ୍ଲାସିକାଲ ଲାଙ୍ଗୁଏଜର ଷ୍ଟାଟସ୍ ପାଇସାରିଛି। ଏ କଥାର ଅର୍ଥ କ'ଣ? ଦେଶରେ ସବୁଠୁ ଅଧିକ ଯିଏ ଭାଷା ପୁରାଣା ହେଇଥିବ, ତାର ମୌଳିକ ଲିପି ଥିବ, କୌଣସି ଭାଷାରୁ ଆସିନଥିବ, ଭାଷା 2000 ବର୍ଷରୁ ଅଧିକ ପୁରୁଣା ହେଇଥିବ, ତାହେଲେ ସେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯିବ। ନିଜର ଗୋଟେ ପଲିଟିକାଲ ଆଇଡେଣ୍ଟିଟି ରହିବା ଏତେ ଦରକାର କାହିଁକି? ମାତୃଭାଷା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି ନିଜ ଭାଷାରେ ସେ ସାହିତ୍ୟ ହଉ, କବିତା ହଉ, ଭାଷଣ ହଉ, ଲେଖା ହଉ, ଯେଭଳି ଭାବରେ ପ୍ରକାଶ କରିପାରିବ, ଅନ୍ୟ ଭାଷାରେ ସେତିକି ପ୍ରକାଶ କରିପାରିବନି। ଯେ ବଙ୍ଗାଳୀ ଲେଖକ ମଧ୍ୟ କହିଥିଲେ ଓଡ଼ିଆ ଏକ ଭାଷା ନୁହଁ। ଏପରି ବଡ଼ ବଡ଼ ଇମ୍ପୋର୍ଟାଣ୍ଟ ଖବରକାଗଜରେ ଲେଖିଲେ ଯେ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇପାରିବ ନାହିଁ, କାରଣ ଏହା 2000 ବର୍ଷର ନୁହେଁ ଏବଂ ଏହା ମଧ୍ୟ ଓଡ଼ିଆର ବ୍ୟାକରଣ। ଆରେ ମୋର ଭୋଜପୁର ହେଇନି, ତୁମର ଓଡ଼ିଶା ହେଇଛି। ଓଡ଼ିଆ आपका काम हो ଓଡ଼ିଶାରୁ ଓଡ଼ିଶା ଦ୍ୟାଟ୍ ଅଲସୋ ଆଇ ରେଜ୍ଡ ଇନ୍ ପାର୍ଟ। ଓଡ଼ିଶାଟାକୁ ଡିଜିଟାଲରେ କିଭଳି ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଇ ପାରିବ, ଓଡ଼ିଆ ଭାଷାକୁ ଏକ ରୋଜଗାର ଭାଷା ହେବ, ତାହେଲେ ନିଶ୍ଚିତ ଭାବରେ ଓଡ଼ିଶା ପିଲାମାନେ ଅଧିକ ଓଡ଼ିଆ ଭାଷାରେ ପଢ଼ିବା ପାଇଁ ଉଦ୍ୟମ କରିବେ। ନମସ୍କାର। ଆଜିର ଏହି ଏପିସୋଡରେ ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ କଥା ହେବା ବା ଜାଣିବା ଯେ କେବଳ ଜଣେ ରାଜନେତା ନୁହନ୍ତି, ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ଏକ ଦୃଢ଼ ସ୍ୱର। ସ୍ୱାଗତ କରୁଛି ଆଜିର ଏପିସୋଡକୁ ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ। ନମସ୍କାର ସାର୍। ନମସ୍କାର। ସାର୍, ଆମେ ଯେତେବେଳେ କହୁଥାଉ ଯେ ଓଡ଼ିଆ ଏକ କ୍ଲାସିକାଲ ଲାଙ୍ଗୁଏଜର ଷ୍ଟାଟସ୍ ପାଇସାରିଛି, ଏ କଥାର ଅର୍ଥ କ'ଣ? ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି, ଏହା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଏବଂ ଗର୍ବ ଗୌରବର କଥା। ସଂସ୍କୃତ ଏବଂ 4ଟି ଦକ୍ଷିଣ ଭାରତ ଭାଷା ପରେ ଓଡ଼ିଆ ସର୍ବପ୍ରଥମ ଭାଷା ଯିଏକି ଶାସ୍ତ୍ରୀୟ ମାନ୍ୟତାର ଗୌରବ ପାଇଛି। ଶାସ୍ତ୍ରୀୟ ମାନ୍ୟତାର ଅର୍ଥ ହେଉଛି ଦେଶରେ ସବୁଠୁ ଅଧିକ ଯିଏ ଭାଷା ପୁରାଣା ହେଇଥିବ, ତାର ମୌଳିକ ଲିପି ଥିବ, କୌଣସି ଭାଷାରୁ ଆସିନଥିବ ଏବଂ ଏହା ଭାଷା 2000 ବର୍ଷରୁ ଅଧିକ ପୁରୁଣା ହେଇଥିବ, ତାହେଲେ ସେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯିବ। ଏବଂ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦେଲେ ସେମାନେ ତାଙ୍କ ଅର୍ଥରେ ପ୍ରାୟ 100 କୋଟି ଟଙ୍କା ବ୍ୟୟ କରିପାରିବେ। ଗୋଟେ ସେଣ୍ଟର ଅଫ୍ ଏକ୍ସଲେନ୍ସି ଓଡ଼ିଆ ଭାଷାରେ ହେବ ଏବଂ ଓଡ଼ିଆ ଭାଷାରେ ଓଡ଼ିଆ ସಮೇତ ଭାରତବର୍ଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ୟୁନିଭର୍ସିଟିରେ ମଧ୍ୟ ଓଡ଼ିଆ ଚେୟାର ସ୍ଥାପିତ ହେବ ଏବଂ ଓଡ଼ିଆ ଭାଷାରେ ମଧ୍ୟ ୟୁନିଭର୍ସିଟି କରାଯିବ। ଅର୍ଥାତ୍ ଯେହେତୁ ଏ ଏକ ପୁରାତନ ଭାଷା, ଏ ଭାଷାର ସମ୍ପ୍ରସାରଣ ଏବଂ ଏ ଭାଷାର ପ୍ରଗତି, ଭାଷାର ଉନ୍ନତି ପାଇଁ କେନ୍ଦ୍ର ସରକାର ଏବଂ ସାହାଯ୍ୟ କରିବେ ବୋଲି ଏହାକୁ ଏକ ଶାସ୍ତ୍ରୀୟ ମାନ୍ୟତାର ପଦବୀ ଦିଆଯାଇଛି। ସାର୍, ଭାଷାକୁ ପରିଚୟ ମିଳିବା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ମାନେ ଏଥିରେ ରାଜନୈତିକ ଆଇଡେଣ୍ଟିଟି ଅଛି, ତାର ନିଜର ଗୋଟେ ପଲିଟିକାଲ ଆଇଡେଣ୍ଟିଟି ରହିବା ଏତେ ଦରକାର କାହିଁକି? ମାତୃଭାଷା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ସାରା ପୃଥିବୀରେ ପ୍ରାୟ 8000ରୁ ଅଧିକ ଭାଷା ଅଛି। ଭାରତବର୍ଷରେ ମଧ୍ୟ ଯଦି ମିଳାଯାଏ ସାନ୍ତାଳୀ ଭାଷା ଭାଷା ବିଭିନ୍ନ ଭାବରେ ସବୁ ଭାଷାକୁ, ତାହେଲେ ମଧ୍ୟ ତାର ସଂଖ୍ୟା ମଧ୍ୟ ବହୁତ ବେଶୀ। କିନ୍ତୁ ଭାଷା ଆମ ପାଇଁ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ, ସମସ୍ତ ସାହିତ୍ୟିକ ଲେଖକ ଏବଂ ରାଜନୈତିକ ମାନଙ୍କ ମତରେ ଜଣେ ବ୍ୟକ୍ତି ନିଜ ଭାଷାରେ ସେ ସାହିତ୍ୟ ହଉ, କବିତା ହଉ, ଭାଷଣ ହଉ, ଲେଖା ହଉ, ଯେଭଳି ଭାବରେ ପ୍ରକାଶ କରିପାରିବ, ଅନ୍ୟ ଭାଷାରେ ସେତିକି ପ୍ରକାଶ କରିପାରିବ ନାହିଁ। ତେଣୁ ଭାଷା ଆମର ଏକ ସ୍ୱୟଂ ଅଭିବ୍ୟକ୍ତି, ମାନେ ଯାହା ଆମେ ଚିନ୍ତା କରୁଛୁ ତାକୁ କହୁଛୁ। କିନ୍ତୁ ମୁଁ ଯଦି ଇଂରାଜୀରେ କହିବି ବା ହିନ୍ଦୀରେ କହିବି ବା ମୁଁ ମଧ୍ୟ ତେଲୁଗୁ କିଛି ଜାଣିଛି ବା ବେଙ୍ଗଲ କି ଜାଣିଛି ବେଙ୍ଗଲରେ କହିବି, ତାହେଲେ ମୋତେ ଓଡ଼ିଆ ଭାଷାରୁ ତାକୁ ପ୍ରଥମେ ଅନୁବାଦ କରି କହିବାକୁ ପଡ଼ିବ। ଓଡ଼ିଆ ଭାଷାଟା ହେଉଛି ଏହା। ତେଣୁ ଜଣେଙ୍କର ଅଭିବ୍ୟକ୍ତି, ଜଣେ ଲୋକର ଅଭିବ୍ୟକ୍ତି ଏବଂ ତାର ନିଜର ଚିନ୍ତା ମାତୃଭାଷାରେ ଯେଭଳି ଭାବରେ ପ୍ରକାଶ ହେଇପାରିବ, ଅନ୍ୟ ଭାଷାରେ ପ୍ରକାଶ ହେଇପାରିବ ନାହିଁ। ଏବଂ ବିଶେଷ ଭାବରେ ଓଡ଼ିଆ ଭାଷା ଆମ ପାଇଁ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ, ଗୋଟେ ସମୟରେ ଓଡ଼ିଆ ଭାଷାକୁ ଇଂରାଜୀ, ବେଙ୍ଗଲୀ, ତେଲୁଗୁ, ଛତିଶଗଡ଼ି, ହିନ୍ଦୀ ଏସବୁ ଚାରିପଟରେ ଯେଉଁ ଆମର ଅଛି ଅଞ୍ଚଳ, ବିହାରରେ ତ ଓଡ଼ିଶା ମିଶିଥିଲା, ଛତିଶଗଡ଼ରେ କିଛି ଥିଲା, ତେଲେଙ୍ଗାନା ବି କିଛି ମିଶିଥିଲା। ଏବଂ ଏବେ ବି ଆପଣ ଯଦି ଦେଖିବେ ଓଡ଼ିଶାର କୋରାପୁଟ, ମାଲକାନଗିରି, ବ୍ରହ୍ମପୁର ପର୍ଯ୍ୟନ୍ତ ତେଲୁଗୁ ଭାଷାରେ ମଧ୍ୟ ସେମାନେ ଅଭ୍ୟସ୍ତ।
ବାଲେଶ୍ୱର ଏବଂ ମୋ ଘର ମଧ୍ୟ ଯାଜପୁର, ବାଲେଶ୍ୱର ପର୍ଯ୍ୟନ୍ତ ଯାଜପୁର ପର୍ଯ୍ୟନ୍ତ ମଧ୍ୟ ବଙ୍ଗଳା ଭାଷାର ପ୍ରଭାବ ଏବେ ଅଛି, ଯେଉଁଥିରେ କି ଆପଣଙ୍କ ବିଶେଷ ଭାବରେ ଚୈତନ୍ୟ ଦେବଙ୍କର କୀର୍ତ୍ତନ କଲାବେଳେ ଆଜ୍ଞା ଓଡ଼ିଆ ବଦଳରେ ସେମାନେ ବଙ୍ଗାଳୀ ଭାଷାର କୀର୍ତ୍ତନ ଗାନ କରୁଥିଲେ। ଆପଣ ଦେଖିବେ ଯଦି ଏପଟେ ବିହାର, ଛତିଶଗଡ଼, ରାଉରକେଲା, ବରଗଡ଼ ଅଞ୍ଚଳରେ ସେ ଲୋକମାନେ ଆମ ଅପେକ୍ଷା ଅଧିକ ଭଲ ହିନ୍ଦୀ କହିପାରିବେ, କାରଣ ତାଙ୍କର ଯେହେତୁ ବିହାର, ଛତିଶଗଡ଼ ସହିତ ଲିଙ୍କ୍ ରହୁଛି। ଆପଣ ଦେଖିବେ ସେ ଅଞ୍ଚଳରେ ଅଧିକାଂଶ ଆମେ ବି ମୁଁ ଟ୍ରେଡ୍ ୟୁନିୟନରେ ଆଜିକି 20 ବର୍ଷ ତଳେ ମଧ୍ୟ ବୀରମିତ୍ରପୁର, ରାଉରକେଲା ଗଲାବେଳେ ଆମକୁ ହିନ୍ଦୀ ଭାଷାରେ କହିବାକୁ ପଡ଼ୁଥିଲା। ଅବଶ୍ୟ ଆଜି ନାହିଁ, କାରଣ ଆଜିକାଲି ବାହାର ଲୋକଙ୍କ ସଂଖ୍ୟା କମିଗଲାଣି, ଓଡ଼ିଶା ଲୋକଙ୍କର ଚାକିରି ଅଧିକା ଅଛି। ତେଣୁ ସେ ସମୟରେ ଯେତେବେଳେ ଓଡ଼ିଆ ଭାଷା ଏକ ବଡ଼ ଖରାପ ଅବସ୍ଥାରେ ଥିଲା, ସେ ସମୟରେ ଆମର ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର ବା ଆପଣଙ୍କର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ମଧ୍ୟ ଏବଂ ଯେଉଁ ଅଷ୍ଟଦଶ ଶତାବ୍ଦୀ, 19 ଶତାବ୍ଦୀରେ ବହୁତ ଲୋକଙ୍କ ଉଦ୍ୟମରେ ଓଡ଼ିଆ ଭାଷାର ପୁନରୁଦ୍ଧାର ହେଲା ଏବଂ ବଞ୍ଚିବା ଭଳିଆ ପରିସ୍ଥିତି ହେଲା, ଯାହାକୁ ଅନ୍ୟମାନେ କହୁଥିଲେ ଯେ ବଙ୍ଗାଳୀ ଲେଖକ ମଧ୍ୟ କହିଥିଲେ ଓଡ଼ିଆ একটি ଭାଷା ନୁହେଁ। କିନ୍ତୁ ଆମର ଗର୍ବ କରିବାର କଥା, ବଙ୍ଗଳା ଶାସ୍ତ୍ରୀୟ ମାନ୍ୟତା ପାଇବା ପୂର୍ବରୁ ଏବଂ 4ଟି ସାଉଥ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ସଂସ୍କୃତକୁ ଛାଡ଼ିଦେଲେ ଅନ୍ୟ ଭାଷା ପୂର୍ବରୁ ପ୍ରଥମ କରି ଓଡ଼ିଆ ଭାଷା ପାଇଲା ଏବଂ ସେଇଟା ହେଉଛି ଆମର ଗର୍ବ ଗୌରବର କଥା। ଏକଥା ହେଲା ପରେ ଆମ ପାଇଁ ଅତି ଗର୍ବର କଥା ହେଉଛି ଓଡ଼ିଶା ରାଜ୍ୟ ମଧ୍ୟ ଭାଷା ଭିତ୍ତିରେ ଗଠନ ହେଇଛି। ଯେଉଁ ଆରମ୍ଭ କରିଥିଲେ ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ, ଅନ୍ୟମାନେ ସବୁ, ଗଜପତି ରାଜା, ମୟୂରଭଞ୍ଜ ରାଜା, ସମସ୍ତଙ୍କ ଉଦ୍ୟମରେ ଯେଉଁ ହେଇଥିଲା ଉତ୍କଳ ସମ୍ମିଳନୀ ନାଁରେ, ଏବଂ ସେ ରାଜ୍ୟ ସାରା ଭାରତବର୍ଷରେ ପ୍ରଥମ ରାଜ୍ୟ ଯିଏକି ଭାଷା ଭିତ୍ତିରେ ଗଠନ ହେଇଛି। 1936 ମସିହାରେ ଯାହା ଆମେ ପାଇଲୁ ଏପ୍ରିଲ 1 ତାରିଖରେ, କେବଳ ଭାଷା ଭିତ୍ତିରେ ହେଇଛି। ତେଣୁ ଆମ ପାଇଁ ଭାଷାଟା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ। ରାଦର ମୁଁ କହିବି ଓଡ଼ିଆ ଭାଷା ଭିତ୍ତିକରେ ପ୍ରଦେଶ ହେଇଥିଲେ ମଧ୍ୟ ଏବଂ ଅନ୍ୟ ବହୁ ବିତ୍ତଶାଳୀ ପ୍ରଦେଶ ଆମ ପଛରେ ଗଠିତ ହେଇଥିଲେ ମଧ୍ୟ ଆମେ ଯେତିକି ସୁଯୋଗ ସମ୍ମାନ ପାଇବା କଥା ସେତିକି ଆମକୁ ଓଡ଼ିଶାକୁ ଦିଆଯାଇ ନାହିଁ। ଏବଂ ଏହା ଏଇଥିପାଇଁ ହେଇଛି, ହୁଏତ ଆମେ ଆମ ତରଫରୁ ଯେଭଳି ଭାବରେ ସେତେବେଳେ ଉଦ୍ୟମ କରିଥିଲେ ଓଡ଼ିଶା ଭାଷାକୁ ଅଷ୍ଟଦଶ 19 ଶତାବ୍ଦୀରେ କରିବା ପାଇଁ, ତାର ପରିବର୍ତ୍ତ ଅବସ୍ଥାରେ ସେତିକି ଉଦ୍ୟମ ହେଇପାରିନଥିଲା। ଏବଂ ଏ ଉଦ୍ୟମ ନ ହେବାର ଆଉ ଗୋଟେ କାରଣ ଅଛି। ଆପଣ ସେଦିନ କ୍ଲାସିକାଲ ଲାଙ୍ଗୁଏଜ କଥା କୁହାଯାଉଛି, ତ କ୍ଲାସିକାଲ ଲାଙ୍ଗୁଏଜ କଥା ଏବେ ହେଲା, ଆଗରୁ କାହିଁ ହେଉନଥିଲା, ଯେଉଁ କଥା ମଧ୍ୟ ଗୋଟେ ପ୍ରଶ୍ନ ଉଠେ ବେଳେବେଳେ। ଏଇଥିପାଇଁ ହେଉନଥିଲା, ଆମ ଓଡ଼ିଶାରେ ସାଧାରଣ ଲୋକମାନଙ୍କର ଧାରଣା କପିଳେନ୍ଦ୍ର ଦେବ 14th-15th ସେଞ୍ଚୁରୀରେ ପୂର୍ବରୁ ଓଡ଼ିଶା ଭାଷାର ଲିଖିତ ପୁସ୍ତକ କିଛି ନାହିଁ। ଆଜ୍ଞା ଏବଂ କୁହାଯାଏ ଶାରଳା ଦାସଙ୍କୁ ମହାଭାରତ ଲେଖିଥିଲେ, ସେ ଆମର ପ୍ରଥମ ଓଡ଼ିଆ କବି। ଦ୍ୟାଟ୍ ଇଜ୍ ଅଲସୋ ଟ୍ରୁ ଆଭେଲେବଲ୍। କିନ୍ତୁ ପ୍ରଶ୍ନ ହେଉଛି ତା ପୂର୍ବରୁ ଓଡ଼ିଆ ଭାଷା ଥିଲା କି ନାହିଁ? ଆଜ୍ଞା ଓଡ଼ିଆ ଭାଷା ଥାଇପାରେ, ହୁଏତ ମୋଗଲ, ହୁନ୍, ପଠାନ, ମରାଠା ଯେଉଁମାନେ ଆସିକି ଓଡ଼ିଶାରେ ଶାସନ କଲେ ସେମାନେ ତାକୁ ନଷ୍ଟ କରିଦେଇ ପାରିଥାନ୍ତି। ଇତିହାସ ନଷ୍ଟ କରିଦେବାଟା ଅନ୍ୟ ରାଜାମାନଙ୍କର ସାଧାରଣ କଥା। ତ ଏଇ ଯେଉଁ ଧାରଣାଟା ଥିଲା ଯେ 1400-1500 ମସିହାରୁ ଓଡ଼ିଆ ଭାଷାର ଲିଖିତ ପୁସ୍ତକ ଆରମ୍ଭ ହେଇଛି, ତା ପୂର୍ବରୁ ନଥିଲା ଆଜ୍ଞା ଏବଂ ଆମର 2000 ବର୍ଷର ଇତିହାସ ନାହିଁ, ସେଇଥିପାଇଁ ଅଧିକ ଲୋକ ମଧ୍ୟ ଏହା ହେଇପାରିବ ବୋଲି ବିଶ୍ୱାସ କରୁନଥିଲେ, ଯେଉଁଥିପାଇଁ କି ଉଦ୍ୟମ ମଧ୍ୟ ହେଇନଥିଲା। କିନ୍ତୁ ତାପରେ ଯେଉଁ ଉଦ୍ୟମ ହେଲା, ଆମେ ଦେଖିଲୁ ଯେ ଆମେ ଯେଉଁ ଉଦ୍ୟମ କରାଗଲା, ସେ ଉଦ୍ୟମ ମଧ୍ୟ ଆମେ ଯେଉଁଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ନେଇଛୁ, ସେଗୁଡ଼ିକ ହେଲା, ଆପଣ ଦେଖିବେ ଖ୍ରୀଷ୍ଟପୂର୍ବ ତ ଏଇ ଯେଉଁ 3rd ସେଞ୍ଚୁରୀରେ ଯେତେବେଳେ ଅଶୋକଙ୍କର କଳିଙ୍ଗ ଯୁଦ୍ଧ ହେଲା, ଧଉଳିର ଯେଉଁ ଲିପି ଅଛି, ସେ ଧଉଳିର ଲିପି ଆଜିର ଓଡ଼ିଆ ଏକ୍ଜାକ୍ଟଲି ନହେଲେ ମଧ୍ୟ ଓଡ଼ିଆ ଯେଉଁ ସ୍କ୍ରିପ୍ଟ ସହିତ ତାର ସମ୍ପର୍କ ମିଶୁଛି। ହଁ ଏବଂ ଖଣ୍ଡଗିରିର ଯେଉଁ ସ୍କ୍ରିପ୍ଟ ଅଛି, ଇଏ ଗୋଟିଏ 2ଟି ବଡ଼ କଥା। ଏବଂ ତା ଛଡ଼ା ମଧ୍ୟ ଆପଣ ଦେଖିବେ ଆପଣଙ୍କର ଓଡ଼ିଶାର ପ୍ରାୟ 5775 କେଭ୍ର ଯେଉଁ ଚିତ୍ର ଏବଂ ସ୍କ୍ରିପ୍ଟ ଲେଖା ମଧ୍ୟ ସଂଗ୍ରହ ହେଉଛି, ଆସ୍ତେ ଆସ୍ତେ ମଧ୍ୟ ଆହୁରି ବାହାରୁଛି। ସେ କଳାହାଣ୍ଡିରେ ଅଛି, ସେ ଯେଉଁ ଯୋଗୀ ମଠରେ ଅଛି, ସେ ଅଛି ଆପଣଙ୍କର ଉଲଫାଗଡ଼ରେ ଅଛି ଯୋଗୀ ମଠ, ସମୁଲ ବିହାର ଗୋଟେ ବରଗଡ଼ରେ ବି ଅଛି, ଆପଣଙ୍କର ବିକ୍ରମ ଖୋଳ, ଏସବୁ ଜାଗାରୁ ତଥ୍ୟ ଯେଉଁ ସଂଗ୍ରହ ହେଇଥିଲା, ସେ ପୋଥି ତଥ୍ୟ ଆମେ ସଂଗ୍ରହ କରିଥିଲୁ। ଅର୍ଥାତ୍ ପ୍ରମାଣ କରିବା ପାଇଁ ଯେ ଯଦି ଓଡ଼ିଆ ଭାଷା ନଥିଲା, ତା ଓଡ଼ିଆ ଭାଷା ସହିତ ସମକକ୍ଷ ଚିତ୍ର ଏବଂ ଅଙ୍କ ସେ ସମୟରେ ଥିଲା। ବିଶେଷ ଭାବରେ ବ୍ରହ୍ମଖୋଲର ଯେଉଁ ଠ ବାହାରିଛି, ସେ ଠଟା ହେଉଛି ସାରା ପୃଥିବୀର ପ୍ରଥମ, ଯାହାକୁ ମଧ୍ୟ ଅନ୍ୟ ଭାଷା ୱି କ୍ୟାନ୍ କ୍ଲେମ୍, ଅନ୍ୟ ଲୋକମାନେ ତାକୁ ମଧ୍ୟ ବ୍ୟବହାର କରୁଛନ୍ତି, କାରଣ ଏଭଳି ଗୋଲ୍ ଠ ଅନ୍ୟ କୌଣସି ଭାଷାରେ ନାହିଁ, କେବଳ ଓଡ଼ିଆ ଭାଷାରେ ଅଛି, ଯାହା ବ୍ରହ୍ମଖୋଲରେ ବାହାରିଥିଲା। ତେଣୁ
ଆମେ ସେଗୁଡ଼ିକ ଯେଉଁ ପ୍ରମାଣ କରିବାକୁ ଚେଷ୍ଟା କଲୁ, ଯେହେତୁ ଓଡ଼ିଆ ଭାଷା କଳିଙ୍ଗ ଯୁଦ୍ଧ ସମୟରେ ଥିଲା, ତେଣୁ ଏହା ନିଶ୍ଚିତ ଭାବରେ 2000 ବର୍ଷରୁ ଅଧିକ। ଯେହେତୁ ଏ ଖାରବେଳଙ୍କ ସମୟରେ ଥିଲା, ଇଏ 2000 ବର୍ଷରୁ ଅଧିକ। ଏବଂ ଏଇ ଯେଉଁ କେଭ୍ର 575 ଅଛି, ତାହା ନିଶ୍ଚିତ ଭାବରେ ଅଧିକ। ଏବଂ ଆଉ ଗୋଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଯେଉଁଥିରେ କି ବୁଦ୍ଧଙ୍କର ସମସ୍ତ ଲେଖାରେ ଅଛି, ବୁଦ୍ଧଙ୍କର 2 ଜଣ ପରମ ଶିଷ୍ୟ ଥିଲେ, ଯେଉଁ ପରମ ଶିଷ୍ୟ 2 ଜଣଙ୍କୁ ତାଙ୍କୁ ବୁଦ୍ଧଙ୍କୁ ଗୋଟେ ସମୟରେ ଖାଇବାକୁ ମହୁ ଦେଇକି ଏବଂ ଏ ଦେଇକି ସେ ବଞ୍ଚେଇଥିଲେ। ଏବଂ ସେମାନଙ୍କର ସେ ଯେଉଁ ତାପସ ଓ ବାଲିକ ବୋଲିକି 2 ଜଣ ଲୋକ ବ୍ୟବସାୟୀ, ସେ ତାଙ୍କ ଶିଷ୍ୟ ଥିଲେ ଏବଂ ସେ ତାଙ୍କୁ 8ଟି ବାଳ ଦେଇଥିଲେ। କାରଣ ଗୋଟିଏ ସମୟରେ ଆପଣ ଦେଖିବେ ଯେ ଯାଜପୁର ଏବଂ ଓଡ଼ିଶାର ବହୁ ମୁଖ୍ୟ ସ୍ଥାନ ମଧ୍ୟ ବୌଦ୍ଧ ଧର୍ମାବଲମ୍ବୀ ହେଇଥିଲେ। ବୌଦ୍ଧ ଧର୍ମର ସ୍ତୂପ ରହିଛି, ଇଏ ରହିଛି। ଏବଂ ବୁଦ୍ଧ 64ଟି ଭାଷା ଜାଣିଥିଲେ। ଇଟ୍ ଇଜ୍ ଏ ରେକର୍ଡ, ଯେଉଁ ରେକର୍ଡକୁ ଆମେ ଉଦ୍ଧାର କରିଛୁ। ଏବଂ ସେ 64 ଭାଷାରେ ଉଡ୍ର ଥିଲା, ଲିଖିତ ଭାଷା ବୁଦ୍ଧଙ୍କର। ତେଣୁ ବୁଦ୍ଧ ତ ଆମେ କହୁଛୁ ବୁଦ୍ଧ ପ୍ରାୟ 4000 5000 ବର୍ଷ ହେଇପାରେ, ତାର କିଛି 5000 ବର୍ଷ ଉର୍ଦ୍ଧ୍ୱ। ତେଣୁ ଆମର ଆର୍ଗୁମେଣ୍ଟ ହେଲା, ଯଦି ବୁଦ୍ଧ ଓଡ଼ିଆ ଜାଣିଥିଲେ, 64 ଭାଷା ଭିତରେ ସେ ଉଡ୍ର ଥିଲା, ଉଡ୍ର ବିଭାଷା କୁହାଯାଉଥିଲା। ଯଦି ବୁଦ୍ଧ ଓଡ଼ିଆ ଜାଣିଥିଲେ, ତାହେଲେ ଏ ଭାଷା ନିଶ୍ଚିତ ଭାବରେ 5000 ବର୍ଷର ଭାଷା ଅସ୍ତିତ୍ୱ ଥିଲା। ଅସ୍ତିତ୍ୱ ଥିଲା। ଆଉ ଗୋଟେ ପଏଣ୍ଟ ଆମେ ଦେଇଛୁ, ଏବେ ମଧ୍ୟ କଳିଙ୍ଗ ବୋଲି ଆମେ ଯାହା କହୁଛୁ, କଳିଙ୍ଗ, ଉଡ୍ର, କୌଶଳ, ଉତ୍କଳ ଏସବୁ ହେଇକି ଆସିଲା। କଳିଙ୍ଗର ତ ଗୋଟେ ଅଶେଷ ଖ୍ୟାତି ଅଛି, ଯିଏକି ଆମକୁ ମଧ୍ୟ ଉପନିଷଦବାଦ କହିଲେ ଚଳିବ। ଯେତେବେଳେ 5-6ଟା ଷ୍ଟେଟ୍ରେ, କାମ୍ବୋଡ଼ିଆରେ, ବ୍ୟାଙ୍କକ୍ରେ, ମାଲେସିଆରେ, ସିଙ୍ଗାପୁରରେ ଏବଂ ଇଣ୍ଡୋନେସିଆରେ କଳିଙ୍ଗର ବ୍ୟବସାୟୀମାନେ ରାଜତ୍ୱ କରୁଥିଲେ। ତେଣୁ କଳିଙ୍ଗରୁ ଯାଇଥିବା ଲୋକ ଯେଉଁମାନେ ସେଟଲ୍ ହେଇଥିଲେ ଇଣ୍ଡୋନେସିଆରେ, ଜାଭାରୁ 5000 ଖ୍ରୀଷ୍ଟାବ୍ଦରେ ସେମାନେ ଯାଇକି କଳିଙ୍ଗ ଦ୍ୱୀପରେ, କଳିଙ୍ଗ ବୋଲି ଗୋଟେ ଦ୍ୱୀପ ଫିଲିପିନ୍ରେ ଅଛି, ଯେଉଁଠି ମୁଁ ଯାଇଛି, ମୁଁ ଦେଖିଛି ମଧ୍ୟ। ଏବଂ ସେଠି ଉପେୟା ବୋଲି ଗୋଟେ, ସେ ରାଜ୍ୟଟା କହୁଛନ୍ତି ଉପେୟା ବୋଲି ଗୋଟେ ଷ୍ଟେଟ୍ ଅଛି, ସେ ଷ୍ଟେଟ୍ରେ ଏମାନେ ରହନ୍ତି। ଏବଂ ସିମିଲାରିଟି ହେଉଛି 5000 ବର୍ଷ ରହିଲେ ମଧ୍ୟ ଫିଲିପିନ୍ରେ ଗୋଟେ ସମୟରେ ସମସ୍ତେ ଖ୍ରୀଷ୍ଟିଆନ ହେଇଯାଇଥିଲେ, ତାପରେ ସେମାନେ ମୁସଲମାନ ଥିଲେ, ତାପରେ ଖ୍ରୀଷ୍ଟିଆନ ହେଇଯାଇଥିଲେ। କିନ୍ତୁ ଏମାନେ ମୁସଲମାନ ହେଇନାହାନ୍ତି, ଖ୍ରୀଷ୍ଟିଆନ ହେଇନାହାନ୍ତି। ଏପର୍ଯ୍ୟନ୍ତ ମଧ୍ୟ ତାଙ୍କର ପୂଜା ପଦ୍ଧତି ଅଛି। ଅବଶ୍ୟ ଏକ୍ଜାକ୍ଟଲି ନହେଲେ ମଧ୍ୟ ଆମର ଯେମିତି ଆଦିବାସୀ ଅନ୍ୟମାନେ ପୂଜାପୂଜି କରୁଛନ୍ତି, ସେମାନେ ସେମିତି ପୂଜାପୂଜି କରୁଛନ୍ତି, ତାଙ୍କ ଧର୍ମରେ ସେ ଅଛନ୍ତି, ପରିବର୍ତ୍ତନ କରିନାହାନ୍ତି। ଏବଂ ଆଉ ଗୋଟେ ସିମିଲାରିଟି ହେଉଛି ତାଙ୍କର ଟେକ୍ସଟାଇଲ ଆମର ଟୋଟାଲ ଓଡ଼ିଶାର ଟେକ୍ସଟାଇଲ ସହିତ ସମାନ ଅଛି। ତେଣୁ ତା ମଧ୍ୟ ଗୋଟିଏ ପ୍ରମାଣ କି ତଥ୍ୟ ଯେ ଓଡ଼ିଶାର ଲୋକ ଏବଂ ଓଡ଼ିଶା ଭାଷା କିଭଳି ଭାବରେ ପରିବ୍ୟାପ୍ତ ଥିଲା ସେ ସମୟରେ। କାର୍ଯ୍ୟ ପାଇଁ ମୁଁ ଯାହା କହିଲି, ଯେଉଁ କୁହାଯାଉଥିଲା ବହୁ ନେତା, ଯେଉଁମାନେ କି ବହୁ ନେତା, ବହୁ ରାଜନୈତିକ ନେତା ଏବଂ ବଡ଼ ବଡ଼ ଲେଖକ, କବି, ମୁଁ ତାଙ୍କ ନାଁ କହିବାକୁ ଚାହୁଁନି ମଧ୍ୟ, କାରଣ କହିବାଟା ଉଚିତ ହେବନି। ଏପରିକି ଗୋଟେ ସମୟରେ ଗୋଟେ ମିଟିଂରେ ଆମେ ଯେତେବେଳେ ସବୁ ଏ ଭାଷା ଆନ୍ଦୋଳନ ଚାଲିଥିଲା, ତାକୁ ପ୍ରଚାର ପ୍ରସାର କରିବା ପାଇଁ ଆମେ ମଧ୍ୟ କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ବିଭିନ୍ନ ଜାଗାରେ ମଧ୍ୟ ସବୁ ମିଟିଂ କରିଥିଲୁ। 600-700 ଲୋକ ଡାକିକି ଅନ୍ୟମାନେ ଲେଖକ, କଳାକାର, ସାହିତ୍ୟିକ, ଭାଷା ତତ୍ତ୍ୱ ବିଭିନ୍ନ ଡକାଇଦେଲୁ। କିଛି ଲୋକ ମତବ୍ୟକ୍ତ କରିଥିଲେ ଏ ହେବାଟା ଆଦୌ ସମ୍ଭବ ନୁହେଁ। କାହିଁକି? ସେଭଳି ଆପଣ ଯଦି ଦେଖିବେ, ସୀତାକାନ୍ତ ମହାପାତ୍ର ତ କଲଚରାଲ ସେକ୍ରେଟାରୀ ଥିଲେ, ବଡ଼ ଲେଖକ କେନ୍ଦ୍ରର ସେକ୍ରେଟାରୀ ଥିଲେ। ରମାକାନ୍ତ ରଥ ସାହିତ୍ୟ ଏକାଡେମୀ ସଭାପତି ଥିଲେ। ଏବଂ ମାନେ ଆମର ମଧ୍ୟ ଭଲ ସାହିତ୍ୟିକ ଲେଖକ ଜାନକୀ ପଟ୍ଟନାୟକ ମଧ୍ୟ କେନ୍ଦ୍ରରେ ଉପମନ୍ତ୍ରୀ ଥିଲେ। କିନ୍ତୁ ସମସ୍ତଙ୍କର ଗୋଟେ ଧାରଣା ଥିଲା ଯେ ଇଏ ହେଇପାରିବନି, କାରଣ ଆମର ସାହିତ୍ୟର 2000 ବର୍ଷର ଇତିହାସ ନାହିଁ। ଦ୍ୟାଟ୍ ୱାଜ୍ ଦି ଆପ୍ରେନ୍ସନ୍ ସମସ୍ତଙ୍କର। ଏପରିକି ଆମେ କଲାବେଳେ କିଛି ଲୋକ ଏପରିକି ବଡ଼ ବଡ଼ ଇମ୍ପୋର୍ଟାଣ୍ଟ ଖବରକାଗଜରେ ଲେଖିଲେ ଯେ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇପାରିବ ନାହିଁ, କାରଣ ଏହା 2000 ବର୍ଷର ନୁହେଁ ଏବଂ ଏହା ମଧ୍ୟ ଓଡ଼ିଆର ବ୍ୟାକରଣ ନାହିଁ। ଏବେ ବି ସେ ଲେଖକମାନେ ଅଛନ୍ତି ଏବଂ ଯେଉଁ ଲେଖକମାନେ ପ୍ରଥମେ ହେଇସାରିଲା ପରେ ମୋତେ ଆସିକି ସ୍ୱାଗତ ଜଣାଇଥିଲେ। ଏପରିକି ରମାକାନ୍ତ ଆଉ କଟକ ମିଟିଂରେ ଅର୍ଜିତ ପ୍ରସାଦ ବି ଥିଲେ, ସେ ବି ଆମର ଜଣେ ସହଯୋଗୀ ଥିଲେ, ଜଜ୍ ଥିଲେ। ସେ ଆମର ବହୁ ମିଟିଂ କି ଦିଲ୍ଲୀରେ ଓଡ଼ିଶାରେ ଆସିଛନ୍ତି ଥିଲେ। ରମାକାନ୍ତ ଲେଖିଲେ ଯେ ସବୁ ଯାହା ହଉ ରାମଚନ୍ଦ୍ର ଖୁଣ୍ଟିଆ ଗୋଟେ ଭଲ ଉଦ୍ୟମ କରୁଛନ୍ତି, କିନ୍ତୁ ସବୁଯାକ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଦରକାର। ଏଇ ଯେଉଁ ଚିନ୍ତାଧାରା ସମସ୍ତଙ୍କର ଧାରଣା ଥିଲା 2000 ବର୍ଷର ଆମର ନାହିଁ, କିନ୍ତୁ ସେ 2000 ବର୍ଷର ଅଛି ବୋଲି ପ୍ରମାଣ କରିବା ପାଇଁ ଆମେ ପ୍ରାୟ 1.5 ବର୍ଷ 2 ବର୍ଷ ଧରିକି ଯେଉଁ କମିଟି କରିଥିଲୁ, ଆମେ ଯେତେବେଳେ ମୁଁ ପ୍ରାୟ 2012 ମସିହାର ପ୍ରାରମ୍ଭରେ ପ୍ରଥମେ ରାଜ୍ୟସଭାରେ କ୍ୱେଶ୍ଚନ୍ କଲି, ତାପରେ ପ୍ରାୟ 15 ଥର କ'ଣ ମୁଁ କ୍ୱେଶ୍ଚନ୍ କରିଛି ଏବଂ ଆମେ ମେମୋରାଣ୍ଡମ୍ ପ୍ରଥମେ ଦେଲୁ
2012 ସେପ୍ଟେମ୍ବରରେ ଗଭର୍ଣ୍ଣମେଣ୍ଟକୁ ଏବଂ 2012 ଡିସେମ୍ବର 19 ତାରିଖରେ ପ୍ରଥମ ବୈଠକ ହେଲା ଲିଙ୍ଗୁଇଷ୍ଟିକ୍ କମିଟିର ଆମର ଏ ଆବେଦନ ପତ୍ର ଉପରେ। ସେଥିରେ ସେମାନେ ଆମକୁ କହିଲେ ଯେ ଯେ ତଥ୍ୟ ଦିଆଯାଇଛି ତାଠୁ ଅଧିକ ତଥ୍ୟ ଦେବା ଆବଶ୍ୟକ, ଆଣ୍ଟିକ୍ୟୁଟି ଉପରେ ଅଧିକ ତଥ୍ୟ ଦେବା ଆବଶ୍ୟକ। ତାପରେ ଯାଇକି ଜୁଲାଇ 23ରେ ମିଟିଂ ହେଲା। ଜୁଲାଇ 23 ମିଟିଂରେ ଆମେ ତାକୁ ପ୍ରସ୍ତୁତ କରିଥିଲୁ। ଗଲାପରେ ଏଇ ଯେଉଁ ଆଣିଛୁ ମଧ୍ୟ ବହି ଦୁଇଟା ଅଛି, ଯେଉଁଟା ପ୍ରଥମେ ଦିଆଯାଇଥିଲା ତାପରେ ସେକେଣ୍ଡ ଦିଆଯାଇଥିଲା। ତାପରେ ଜୁଲାଇ 23ରେ ଲିଙ୍ଗୁଇଷ୍ଟିକ୍ କମିଟି ଆକୁ ଗ୍ରହଣ କଲା। ଏଇ ଯେଉଁ ମୁଁ ଯାହା କଥା 2000 ବର୍ଷ ପାଇଁ ଯେତେବେଳେ ପ୍ରଥମେ ଦେଲା ପରେ ମୁଁ ମଧ୍ୟ ଆମର କୁମାରୀ ଶୈଳଜା ଥିଲେ ଆମର ମନ୍ତ୍ରୀ କଲଚର ମିନିଷ୍ଟର, ତାପରେ ଆସିଲେ ଚନ୍ଦ୍ରେଶ କୁମାରୀ, ସେ ଗୋଟିଏ ପତ୍ର ଲେଖିଲେ ଯେ ଆପଣଙ୍କର ଏଇ 4ଟା ପଏଣ୍ଟ ସ୍ୱତନ୍ତ୍ରତା ଥିବ, ମୌଳିକ ଲିପି ହେଇଥିବ ଏବଂ ଆପଣଙ୍କର 2000 ବର୍ଷର ଥିବାର ତଥ୍ୟ ଏବଂ ଆଣ୍ଟିକ୍ୟୁଟି ଥିବ, ତାହେଲେ ଆପଣଙ୍କୁ ଦିଆଯାଇପାରିବ। ସେଇ ଚିଠି ଉପରେ ମଧ୍ୟ ମୁଁ ପ୍ରଥମେ ଗୋଟେ ଆମର ପ୍ରାୟ ସେଇ ଏପ୍ରିଲ ମେରେ ଗୋଟେ ଏକ୍ଜାକ୍ଟଲି ଆମର ଏଇଠି ରୋଟାରୀ ଭବନରେ ଗୋଟେ ମିଟିଂ ହେଲା, ଯେଉଁଥିରେ ପ୍ରାୟ କଟକ ଭୁବନେଶ୍ୱର ବହୁ ସାହିତ୍ୟିକ ଆସିଥିଲେ ଏବଂ ସେଇଠି ମୁଁ ତାଙ୍କୁ କହିଥିଲି ଏ ବିଷୟରେ ମୁଁ ମଧ୍ୟ ଉଚ୍ଚସ୍ତରୀୟ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହେଇଛି। ତେଣୁ ମୋତେ ଗୋଟେ ଆଡଭାନ୍ଟେଜ୍ ଥିଲା, ମୁଁ ପାର୍ଲାମେଣ୍ଟରେ ତ 12 ବର୍ଷ ଥିଲି ଆଉ ମଧ୍ୟ କ୍ଲୋଜ୍ ଟୁ ଦି ମନମୋହନ ସିଂ ଆମର ହାଉସ୍ର ମୁଁ ରାଜ୍ୟସଭାରେ ଥିଲି, ସେ ଆମର ଲିଡର ଥିଲେ ଏବଂ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ପାର୍ଟି ହିସାବରେ ମଧ୍ୟ ତାଙ୍କର ପ୍ରଭାବ ଥିଲା। ତେଣୁ ମୁଁ କହିଲି ଯଦି ଆମେ କରିପାରିବା, କିନ୍ତୁ ଯେଭଳି ଭାବରେ ଗୋଟେ ଯୁଦ୍ଧକୁ ଜୟ କରିବା ପାଇଁ ହେଲେ ଗୋଟେ ଅସ୍ତ୍ରର ଆବଶ୍ୟକ, ଜଣେ ଯୋଦ୍ଧା ଜଣେ ଭଲ ଯୁଦ୍ଧ କରିପାରିବ, ଗୋଟେ ଅସ୍ତ୍ରର ଆବଶ୍ୟକ। ତେଣୁ ଆମେ ୟା ଉପରେ ଖାଲି ସେମିତି ଯେଉଁ ମେମୋରାଣ୍ଡମ୍ ଦେଇଛନ୍ତି ତାକୁ ତଥ୍ୟ ଭିତ୍ତିକ ହେବା ଦରକାର। ତେଣୁ ସେଇଥିପାଇଁ ଗୋଟେ ନିଆଗଲା। ଡକ୍ଟର ବସନ୍ତ ପଣ୍ଡା ଆମର ନଟବର ଶତପଥୀ କଟକରେ ଯେ ପ୍ରଫେସର ଥିଲେ, ଡକ୍ଟର ଶୁଭକାନ୍ତ ବେହେରା ଯେ IFSର ଥିଲେ, ଏମାନେ ସବୁ ବହୁତ ସାହାଯ୍ୟ କରିଛନ୍ତି। ଡକ୍ଟର ଆମର ଇଏ ମଧ୍ୟ ଦିଲ୍ଲୀରେ ମଧ୍ୟ ସେ ଆମର ଗୋଟେ ଯେଉଁ ସବୁ ସଂଗଠନ ଥିଲା ସେମାନେ ସବୁ ଇଏ ସମସ୍ତଙ୍କୁ ନେଇ ଗୋଟେ କମିଟି ହେଲା, ଯାହାର କି ଡକ୍ଟର ଦେବୀ ପଟ୍ଟନାୟକ ସେ ମଧ୍ୟ ତାଙ୍କୁ ଚେୟାରମ୍ୟାନ୍ କରାଗଲା, ମୁଁ ଥିଲି ଏବଂ ଅନ୍ୟ ସମସ୍ତେ ମଧ୍ୟ ଶେଖ୍ ମତଲୁବ ଅଲି, ଅନ୍ୟ ସବୁ ଇଭିନ୍ ମଧ୍ୟ ଅନ୍ୟମାନେ ସବୁ ଡକ୍ଟର ବସନ୍ତ ପଣ୍ଡା, ସୁବ୍ରତ ମିଶ୍ରୀ ଜଣେ ବର୍ତ୍ତମାନ ବି କାର୍ଯ୍ୟ କରୁଛନ୍ତି, ଏସବୁ ସମସ୍ତଙ୍କର ଉଦ୍ୟମର କମିଟି ହେଲା ଏବଂ ସେ କମିଟି 3-4 ଥର ବସିକି ଯେଉଁ ରିପୋର୍ଟ କଲେ, ତାପରେ ଆମେ ସେପ୍ଟେମ୍ବରରେ ଦେଲୁ। ପୁଣି ସେପ୍ଟେମ୍ବର ପରେ ଆଉ ଥରେ ତାକୁ ରିଭାଇଜ୍ କରିକି ଆମେ ଦେଲୁ ଏବଂ ଦେଲା ପରେ ଜୁଲାଇ 23ରେ ତା ଆପ୍ରୁଭ୍ ହେଲା ବାଇ ଦି କମିଟି ଏବଂ ସେ କମିଟି ସେ ମଧ୍ୟ ସେଥିରେ ଲେଖିଥିଲେ ଯେ ଅନ୍ୟ ସବୁ ରିପୋର୍ଟ ଅପେକ୍ଷା ରିପୋର୍ଟ ଭଲ ହେଇଛି ବୋଲି। ଏପରିକି ପାଲି ଆଉ ପ୍ରକୃତି ଯେଉଁ ଦୁଇଟା ଭାଷା ସିଏ ମଧ୍ୟ ସେତେବେଳେ ପାଇନଥିଲା। ଏବେ ପାଲି ପ୍ରକୃତି ଏବେ ପାଇଲେ ମାନେ ତାକୁ ଗୋଟେ ପଲିଟିକାଲ ଡିସିସନ୍ କରି ସମସ୍ତଙ୍କୁ ଦେଇଦେଲେ। ଆମେ ଆପ୍ଲିକେସନ୍ ଥିଲାବେଳେ ମଧ୍ୟ ମହାରାଷ୍ଟ୍ରରେ ଆପ୍ଲିକେସନ୍ ଥିଲା, ତାଙ୍କୁ ଦେଇନଥିଲେ। ସେ ପାଲି ପ୍ରକୃତି ମହାରାଷ୍ଟ୍ର, ବେଙ୍ଗଲ, ଆସାମ ଏଭଳି ସବୁ ଲାଙ୍ଗୁଏଜକୁ ଏକାଥରେ ଗୋଟେ କରିକି ଦେଇଦେଇଛନ୍ତି। ତେଣୁ ଏଇ ଯେଉଁ ହେଲା ଯାହା ମୁଁ କହିଲି, ଏଥିପାଇଁ ମଧ୍ୟ ମୁଁ ଧନ୍ୟବାଦ ଦେବି ସେ ସମସ୍ତଙ୍କୁ ଯେଉଁମାନେ ମଧ୍ୟ ଏ କାଗଜ ପ୍ରସ୍ତୁତ କଲେ, ତଥ୍ୟଭିତ୍ତିକ କାଗଜ ପ୍ରସ୍ତୁତ କଲେ ଏବଂ ହାଲାକି ଏଥିରେ ରାଜ୍ୟ ସରକାରଙ୍କର କିଛି ଗୁରୁତ୍ୱ ନାହିଁ, କାରଣ ରାଜ୍ୟ ସରକାର ଏଥିରେ କିଛି କରିବାର ନାହିଁ। ତଥାପି ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଲେଖିଥିଲେ, ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ତା ଫଳରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଲେଖିଥିଲେ କେନ୍ଦ୍ର ସରକାରଙ୍କୁ। କିନ୍ତୁ ମୁଖ୍ୟତଃ ଏଇ ଯେଉଁମାନଙ୍କୁ କହିଲି ଏସବୁ ସଂଗ୍ରହ କରିବା ଫଳରେ ଆମର ତାକତଟା ବଢ଼ିଲା ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ଷ୍ଟ୍ରେଙ୍ଗଥ ବଢ଼ିଲା। ଏବଂ ମୁଁ ଯେଉଁ କହିଦେବାକୁ ଚାହେଁ, ଯେଉଁମାନେ ଯେଉଁ 7-8ଟା ଅର୍ଗାନାଇଜେସନ୍ ସେତେବେଳେ ଆପ୍ଲାଏ କରିଥିଲେ, ସେମାନେ ହେଉଛି ଇନଷ୍ଟିଚ୍ୟୁଟ୍ ଅଫ୍ ଓଡ଼ିଶା ଷ୍ଟଡି ଆଣ୍ଡ ରିସର୍ଚ୍ଚ, ଆଉ କୋରେଇ ସାହିତ୍ୟ ସଂସଦ, ପଲ୍ଲୀବାଣୀ ଦିଲ୍ଲୀର, କିସ୍ ଫାଉଣ୍ଡେସନ୍, ତାପରେ ସାରଳା ସାହିତ୍ୟ ସଂସଦ କଟକ, ଓଡ଼ିଆ ଭାଷା ସୁରକ୍ଷା କମିଟି, ଇନ୍ଦିରା ଏକାଡେମୀ ଏବଂ ଜାତୀୟ ଓଡ଼ିଆ ସମ୍ମିଳନୀ ଆମର ଦିଲ୍ଲୀରେ ମଧ୍ୟ ଗୋଟେ ଅଛି ଏବଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍। ଏମାନେ ମୁଖ୍ୟତଃ ଆମକୁ ସେତେବେଳେ ସବୁ ଅର୍ଗାନାଇଜ୍ କରିବା ପାଇଁ, କାରଣ ଦିଲ୍ଲୀରେ ଆମେ ଅନ୍ୟୁନ 8-9-8ଟା ପ୍ରାୟ ବୈଠକ କରିଥିଲୁ, ବଡ଼ ସମ୍ମିଳନୀ, ଏବଂ ଓଡ଼ିଶାରେ ମଧ୍ୟ ପ୍ରାୟ 10ଟା ସମ୍ମିଳନୀ କରିଥିଲୁ। ତେଣୁ ଏ ସବୁକୁ ଆୟୋଜନ କରିବା ପାଇଁ ଏମାନେ ସହଯୋଗ କରିଥିଲେ ଏବଂ ଯେଉଁମାନଙ୍କର ତାଙ୍କର ମୁଖ୍ୟ ଭୂମିକା ଥିଲା, ଏମାନେ ଯାହା ଆପଣ ମଧ୍ୟ ଆମେ ସେଦିନ ଆଲୋଚନା କରୁଥିଲେ, ଏ କଥାଟାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେତେବେଳଙ୍କର ଲେଟ୍ ମିନିଷ୍ଟର ଯେଉଁ ଥିଲେ ଶେଖ୍ ମତଲୁବ ଅଲି ଏବଂ ଏଠି ମଧ୍ୟ ଶାରଦା ସାହିତ୍ୟ ସନ୍ତାର ପ୍ରଭାକର ସ୍ୱାଇଁ, ମୋର ଭାଇ ଅଛନ୍ତି
ସୂର୍ଯ୍ୟମଣି ଖୁଣ୍ଟିଆ ଏବଂ ସୁବ୍ରତ ପୃଷ୍ଟି ଏମାନେ ସବୁ ପଞ୍ଚାନନ କାନୁନଗୋ ଏମାନେ ସବୁ ମୋତେ ଅଧିକ ଭାବରେ ଇନଫର୍ମେସନ୍ ଦେଇଥିଲେ ଏବଂ ମୋତେ ମଧ୍ୟ ପ୍ରବର୍ତ୍ତାଇ ଦେଇଥିଲେ ଆମେ ଏ କଥାକୁ ପାର୍ଲାମେଣ୍ଟରେ ଉଠିବା ଦରକାର। ତେଣୁ ତାପରେ ଏଟାକୁ ପାର୍ଲାମେଣ୍ଟରେ ଉଠାଯାଇଥିଲା ଏବଂ ନଟବର ଶତପଥୀ ଶୁଭକାନ୍ତ ବେହେରା ମୁଁ ଯାହା କହିଲି ଶୁଭକାନ୍ତ ବେହେରା ଜଜ୍ ଅରିଜିତ ପଟ୍ଟନାୟକ ଅମରେନ୍ଦ୍ର ଖଟୁଆ ପ୍ରଭାକର ସ୍ୱାଇଁ ଏବଂ ଇଏ ବିରଜା ମହାପାତ୍ର ଡକ୍ଟର N.K. ବର ବିମଳ ସାହୁ ଇଭେନ୍ ଡକ୍ଟର ପ୍ରତିଭା ରାୟ ଅଲସୋ ସେ ମଧ୍ୟ ତାଙ୍କର ମଧ୍ୟ ସହଯୋଗ ଥିଲା ଏବଂ ବସନ୍ତ ପଣ୍ଡା ରମାକାନ୍ତ ରଥ ମଧ୍ୟ ଆମର ଦୁଇଟି ମିଟିଂକି ଆସିଥିଲେ ତାଙ୍କର ବି ସହଯୋଗ ଥିଲା ସୀତାକାନ୍ତ ମହାପାତ୍ରଙ୍କ ସହଯୋଗ ବି ଥିଲା ଏବଂ ସେତେବେଳେ ଅନ୍ୟ ଯେଉଁ ସଂଗଠନ ମାନେ ମଧ୍ୟ ସମସ୍ତଙ୍କ ସଂଗଠନ ତ ନାହିଁ ହେବନି ଭୁବନେଶ୍ୱର କଟକ ଢେଙ୍କାନାଳ ଅନୁଗୁଳ ରାଉରକେଲା ଏବଂ ଦିଲ୍ଲୀରେ ମଧ୍ୟ ଡକ୍ଟର ଆସୋସିଏସନ୍ ଆମକୁ ସହଯୋଗ କରିଥିଲେ। ତେଣୁ ଏ ଗୋଟେ 2 ବର୍ଷ ଧରିକି କଣ୍ଟିନ୍ୟୁଅସଲି ଗୋଟେ ଆନ୍ଦୋଳନ ଚାଲିଲା ଯାହାଫଳରେ ଆମେ ସଫଳ ହେଇଥିଲୁ। ତେଣୁ ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେବି ତତ୍କାଳୀନ ଆମର ଯେଉଁଟା ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଯେତେବେଳେ ମୁଁ 2014ରେ ରିଟାୟାର୍ଡ଼ ହେଲି ରିଟାୟାର୍ଡ଼ ହେବା ପୂର୍ବରୁ ଫେବୃଆରୀ 18 ତାରିଖରେ ମୋର ଥିଲା ମୁଁ ରିଟାୟାର୍ଡ଼ ଲୋକମାନଙ୍କୁ କହିବାକୁ ଦିଆଯାଏ ସେତେବେଳକୁ ପ୍ରସ୍ତୁତ ହେଇଯାଇଥିଲା ଆମର ଲିଙ୍ଗୁଇଷ୍ଟିକ୍ କମିଟି ରିକମେଣ୍ଡ କରିଥିଲା କିନ୍ତୁ ତଥାପି ଆମର ଅଟିଗଲା 6 ମାସ ତାର କାରଣ ମଧ୍ୟ ମୁଁ କହିଦେବାକୁ ଚାହେଁ। ତାର କାରଣ ହେଲା ଗୋଟିଏ କେସ୍ ଥିଲା ତାମିଲନାଡୁରେ कि जो लिंग्विस्टिक कमिटी रिकमेंड करिछि से कमिटीर पावर नहीं शास्त्र मान्यता करने बोली तमिलनाडु जड़े माने वैलिडेट करि परिबनी लैंग्वेज कर नहीं कारण से कहले जे क्लासिकल लैंग्वेज स्टेटस दबार रोल होची होम डिपार्टमेंट अच्छा लिंग्विस्टिक कमिटी इज रिकमेंड कॉन्स्टिट्यूटेड बाय द साहित्य अकादमी सो साहित्य अकादमी कमिटी हैज नो पावर टू वैलिडेट दिस क्लासिकल लैंग्वेज तेणु ता केस से ସେଥିପାଇଁ ମଧ୍ୟ ଆମର 3 ମାସ ଅଟିଗଲା ଏଠି ଅଟିଗଲା ପରେ ଆମେ ଚନ୍ଦ୍ରେଶ କୁମାରୀ ମଧ୍ୟ ମୋ ସାଙ୍ଗରେ ଯାଇଛନ୍ତି ଟୁ ମିଟ୍ ଦି ଯେତେବେଳେ ଥିଲେ କପିଲ ସିବଲ ଥିଲେ ଲ ମିନିଷ୍ଟର ଏବଂ ସୁଶୀଲ କୁମାର ସିନ୍ଧେ ଥିଲେ ହୋମ ମିନିଷ୍ଟର ତେଣୁ ତାଙ୍କୁ ଯାଇ କଥାବାର୍ତ୍ତା କରି RPN ସିଂ ଥାନ୍ତି ମିନିଷ୍ଟର ଅଫ୍ ଷ୍ଟେଟ୍ ଆମର ଜଣେ CR ଦାସ ବୋଲି ଓଡ଼ିଶା ଲୋକ ଥିଲେ ସେଇ ଭଲ ସାହାଯ୍ୟ କରିଛନ୍ତି ତାଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ ସେ 3 ମାସ ଫାଇଲକୁ ପକାଇଦେଲେ ମୋତେ ମୋର ଅତି ଭଲ ସାଙ୍ଗ କିନ୍ତୁ କହିଲେ ଆରେ ମୋର ଭୋଜପୁର ହେଇନି ତୁମର କ'ଣ ଓଡ଼ିଶା ହେଇଯିବ बोले कौन भोजपुर हो भोजपुर ये बही फही सब देखली कहले आप किसी कार्य कर आम सब कार्य 3 वर्ष कर बही ठीक है से छाड़ा से जहाँ हो से आमर आर्गुमेंट है आम कहलु जदि तुम्हें कोर्टे केस पेंडिंग थी कि मालयालम को कन्नड़ को प्राइम मिनिस्टर जाए डिक्लेयर करके आसले केरल में मालयालम क्लासिकल लैंग्वेज बोली डॉक्टर मनमोहन सिंह निजे जाइए डिक्लेयर करके आसले ताहले आमर ओडिशा कहीं से करूँ पेंडिंग द डिसीजन ऑफ द हाई जहाँ हम तेणु से करागला जेभली भाव में पेंडिंग डिसीजन ऑफ हाईकोर्ट मालयालम और कनाडा केस रे शास्त्री मान्यता दि जाइए को दि जाओ बोली जहाँफल कि फेब्रुआरी 20 कैबिनेट रे आई एम मस्ट थैंकफुल से नहांती आम सागर मुझे 18 तारिख रे कहली जे रिटायर्ड लोकंकर मोर किसी अभिलिप्सा ना कांग्रेस मत देला मुझे कम कर मोर गोटे अभिलिप्सा हूँ डॉक्टर प्रहलाद सिंह को कहूँ चाहे मोहर अच्छी मत से जे शास्त्रीय मान्यता को लिंग्विस्टिक कमिटी रिकमेंड करिछि केंद्र सरकार अनुमोदन करूँ 20 तारिख रे कैबिनेट थिला आई मस्ट थैंकफुल टू डॉक्टर मनमोहन सिंह से कही कि निजे एक्स्ट्रा एजेंडा रे इंक्लूड करी 20 तारिख रे हला परे मत आसी पार्लियामेंट रे कहले कुटिया जी आपका काम हो गया से निजे आसी प्राइम मिनिस्टर कहले सो आई मस्ट बी थैंकफुल टू देम एंड इवन आई मस्ट टेल फ्रैंकली इवन डॉक्टर प्रणव मुखर्जी इज ए बेंगली I must thank him କିନ୍ତୁ ବେଙ୍ଗଲୀ କୁ କ୍ଲାସିକାଲ ଲାଙ୍ଗୁଏଜ ଷ୍ଟାଟସ ମିଳି ନଥିଲା କି ଆପ୍ଲାଏ କରିନଥିଲି ମୁଁ ଯେତେବେଳେ ତାଙ୍କୁ ପ୍ରଥମେ ନେଇକି ଦେଲି ମେମୋରାଣ୍ଡମ୍ 3 ଥର ତାଙ୍କୁ ଦେଇଛି ଏବଂ ତାଙ୍କୁ ଦିଆହେଇଥିବା ମେମୋରାଣ୍ଡମ୍ ମଧ୍ୟ ହୋମ୍ ଡିପାର୍ଟମେଣ୍ଟକୁ ଆସିଲା ଯେଉଁଟାକି ଆମେ 17-18 MP ଦେଇଥିଲୁ ଯାହାଫଳରେ କି ଓଡ଼ିଶା ସରକାର ମଧ୍ୟ ତା ଉପରେ ବସିକି ଆଲୋଚନା କଲେ ବା ଚିଠି ଲେଖିଲେ ସେ कहले मिस्टर खुंटिया आई नो परफेक्टली बेंगली इज ए एडवांस डेवलप लैंग्वेज ओडिशा इज ए एंशिएंट लैंग्वेज एवं ये कथाटा केमती हाउ कुड यू गेट दिस पॉइंट एवं निश्चित भाव सक्सेस हो एवं ही नोज आल्सो देवी पट्टनायक से कहले देवी पट्टनायक से थिला आगु तो गवर्नमेंट ऑफ इंडिया गोटे मोर भी किंतु सर एठी प्रश्न अछि जो ए उद्यमटा आपण कले यार आरंभ तो कोठ गोटे हेथिबो ए कथाटा आपण मन को आसिला केमिति मु से कहूछ बा आपनकर प्रथमे आसिला मु आपनकर आ गोटे मन थिबो गोटे पॉइंट मध्य ओडिसा रो ओडिसा हला दैट आल्सो आई रेज्ड इन पार्लियामेंट
ଆମର ଜଣେ ଧନ୍ୟବାଦ ଦେବି ସାମ୍ବାଦିକକୁ ପଲ୍ଲୀବାଣୀର ଜଣେ ରାମଚନ୍ଦ୍ର ନାଥ ବୋଲି ଅଛନ୍ତି। ସେ ଥରେ ଖବରକାଗଜରେ ବାହାର କଲେ ଯେ ଓଡ଼ିଶାଟା ସବୁ ଅଛି କାହିଁକି ଓଡ଼ିଆ କାହିଁ ହେବନି। ମୁଁ ପାର୍ଲାମେଣ୍ଟ ଥିଲି। ମୁଁ ଦେଖିକି ଇମିଡ଼ିଏଟଲି ସେଦିନ କ୍ୱେଶ୍ଚନ୍ କଲି। କ୍ୱେଶ୍ଚନ୍ କଲା ପରେ ତାପରେ ଆଲୋଚନା ହେଲା। ଆଲୋଚନା ହେଲା ପରେ ସେ ତାପରେ ଲେଖିଲେ କି ଯଦି ବିଧାନସଭାରେ ୟୁନାନିମସ୍ ରିଜଲ୍ୟୁସନ୍ ହେଇକି ଆସିବ ତାହେଲେ ଆମେ କରିପାରିବୁ। ସେ ଚାଲିଲା। ସେ ତ କିନ୍ତୁ କରିବାର ପ୍ରାୟ 4-6 ମାସ ଲାଗିଗଲା। ମୁଁ ତାପରେ ସମସ୍ତଙ୍କୁ ଏମ୍ଏଲ୍ଏଙ୍କୁ ଏମ୍ପିଙ୍କି ଜାନକୀ ପଟ୍ଟନାୟକ ଦେଲି। ତାପରେ ଯାହା ହଉ ଗୋଟେ ବିଲ୍ ଆସିଲା, ଓଡ଼ିଶା ହେଇଗଲା। ସେ ଓଡ଼ିଶା ଯେତେବେଳେ ଓଡ଼ିଆ ହେଲା ସେଦିନ ସେ ଶେଖ୍ ମତଲୁବ ଅଲି, ଆମେ ସେ ପଞ୍ଚାନନ କାନୁନଗୋ, ମୁଁ, ଆମେ ସେ ସୁବ୍ରତ ପୃଷ୍ଟି ଏମାନେ ସବୁ ବସିକି ଆମେ ଗୋଟେ ଜାଗାରେ ବସିକି ଆମ ସେ ଆଇନ ସବସିଡ଼ି କରୁ। ସେଇଦିନ ମୋ ଭାଇ ଥିଲେ, ପ୍ରଭାକର ସ୍ୱାଇଁ ଥିଲେ, କହିଲେ ଏଇଟା ଗୋଟେ ନେକ୍ସଟ ଷ୍ଟେପ୍ ହଉ, କ୍ଲାସିକାଲ ଲାଙ୍ଗୁଏଜଟା ଆମେ କରିବା। କହିଲେ ଏଇଟା ହେବନି, କାହିଁ ସମସ୍ତେ ମନା କରୁଛନ୍ତି, କାହିଁ କରିବା। କିନ୍ତୁ ପ୍ରକୃତରେ ଆଇ ମଷ୍ଟ ଥ୍ୟାଙ୍କ ଦେମ୍। ସେମାନେ କହିଲେ ନାଇଁ ନିଶ୍ଚୟ ହେବ, ଆମେ କରିବା। ଆପଣଙ୍କ ମନରେ ବି ସଂକୋଚ ଥିଲା କି ଏଟା ମୋ ହେଇପାରିବନି? ମନରେ ସଂକୋଚ ଥିଲା, କାରଣ ମୁଁ ନାଇଁ କଥା ହେଉଛି ମୁଁ ଯଦିଓ ଲେଖା ଲେଖି ସାହିତ୍ୟ ଅଛି, ମୋର ଖୁବ୍ ବେଶୀ ଧାରଣା ତ ନଥିଲା। ଆମେ ସେତେବେଳେ ଏତିକି ରିସର୍ଚ୍ଚ କରିନଥିଲୁ। ଆମେ ପରବର୍ତ୍ତୀ ଅବସ୍ଥାରେ ଆମର ସେ ଡକ୍ଟର ବର ଜଣେ ଥିଲେ ଅଛନ୍ତି ଯେଉଁ ନ୍ୟାସନାଲ୍ ଲାଇବ୍ରେରୀରେ, ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଲାଇବ୍ରେରୀରେ, ସେ ମଧ୍ୟ ଆମକୁ ବହୁତ ସାହାଯ୍ୟ କରିଛନ୍ତି। ତେଣୁ ଏତିକି ରିସର୍ଚ୍ଚ କରିବା ପାଇଁ ଯେଉଁ ଟାଇମ୍ ନଥିଲା ଆମ ମନରେ। ତେଣୁ ଜେନେରାଲ ଧାରଣା ଥିଲା 2000 ନହେଲେ ହେବନି। ମୋର ଯେଉଁ ଚିଠିଟା ଆସିଲା ପରେ ମୁଁ ତାଙ୍କୁ ଦେଖେଇଲି। ମୁଁ ତ 2000 କହୁଛି, 2000 ସେ ପୁଣି ଏପରିକି କେନ୍ଦ୍ର ସରକାର ମଧ୍ୟ ଗୋଟେ ସମୟରେ ଭୁଲ କରିଛନ୍ତି। ଅର୍ଥାତ୍ ତାହା ପ୍ରଥମେ ଥିଲା 1000ରୁ 15 ବର୍ଷ ହେଲେ ହେଇପାରିବ। ଏଥିରେ ମଧ୍ୟ ଯେଉଁମାନେ ପାଇଛନ୍ତି ସାଉଥ ଇଣ୍ଡିଆର 4ଟା ଏବଂ ସଂସ୍କୃତ ଲାଙ୍ଗୁଏଜ, କିନ୍ତୁ ତାପରେ ଚେଞ୍ଜ କରି ତାକୁ କରିଦେଲେ 1500ରୁ 2000 ବର୍ଷ। 2000 ଉପରକୁ। ହଁ। ଏବଂ ଆମର ଧାରଣା ଥିଲା ସମସ୍ତଙ୍କର, ବେଙ୍ଗଲୀମାନେ ତ ସେ କଥା କହୁଥିଲେ। ଇଭିନ୍ ମଧ୍ୟ ଆଜି ମଧ୍ୟ ମୁଁ ଗୋଟେ କଥା ଅତି କ୍ଲିଅରଲି କହିଦେବାକୁ ଚାହେଁ। କିଛି ଦିନ ପୂର୍ବରୁ ଓଡ଼ିଆ ୟୁନିଭର୍ସିଟିରେ ଗୋଟେ ଦେଖିବେ ଆପଣ, ବାହାରିଛି ସୋସିଆଲ ମିଡ଼ିଆରେ ଆସିଛି, ପିଲାମାନେ ଷ୍ଟ୍ରାଇକ୍ କରିଛନ୍ତି। ଆଜ୍ଞା। ଷ୍ଟ୍ରାଇକ୍ କାହିଁ କରିଛନ୍ତି? ଓଡ଼ିଆ ବିଶ୍ୱବିଦ୍ୟାଳୟରେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କହୁଥିଲା ବେଳେ ଜଣେ ସଂସ୍କୃତରେ PhD କରିଥିବା ଲୋକଙ୍କୁ ରଖିଛନ୍ତି ଭାଇସ୍ ଚାନ୍ସେଲର, ଏବଂ ସିଏ ଓଡ଼ିଆ ଭାଷାର କ୍ଲାସିକାଲ ଦିବସ ପାଳନ କରିବା ଅବସରରେ କହୁଛନ୍ତି ଯେ ଓଡ଼ିଆ ହେଉଛି, ସଂସ୍କୃତ ହେଉଛି ଓଡ଼ିଶାର ମଦର ଏବଂ 51% ସଂସ୍କୃତରୁ ଓଡ଼ିଆ ଭାଷାକୁ ଆସିଛି। ଆମେ ଯେତେବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ଭାଷା ବୋଲି କହିକି କ୍ଲେମ୍ କରୁଛୁ, କଣ୍ଟ୍ରାଡିକ୍ଟ ହେଇଗଲା। ଷ୍ଟ୍ରାଇକ୍ କରିଛନ୍ତି। ଏବଂ ଦ୍ୟାଟ୍ ଇଜ୍ ରଙ୍ଗ। ଆପଣ ଯଦି ଦେଖିବେ, ସଂସ୍କୃତ ଭାଷା ଇଜ୍ ମୋର୍ କ୍ଲୋଜ୍ ଟୁ ସାଉଥ ଲାଙ୍ଗୁଏଜ ଆଣ୍ଡ ନର୍ଥ ଲାଙ୍ଗୁଏଜ। ତାଙ୍କର ଭାଷା ଏବଂ ଲିପି। ଓଡ଼ିଆ ଭାଷା, ବେଙ୍ଗଲୀ ଭାଷା, ଆସାମିଜ ଲାଙ୍ଗୁଏଜ ମୋର୍ କ୍ଲୋଜ୍ ଟୁ ପାଲି ଆଣ୍ଡ ପ୍ରକୃତି। ଅବଶ୍ୟ ଆସ୍ତେ ଆସ୍ତେ ପାଲି ପ୍ରକୃତି ଲୋପ ପାଇଗଲାଣି। ଆମେ କିଛି ଅଧ୍ୟାପକ ବା ଲେଖକ, କଳାକାର ନିଜର ବିଜ୍ଞତାକୁ ପରିଚୟ ଦେବା ପାଇଁ ଆମେ ଓଡ଼ିଆ ଭାଷାର ମଧ୍ୟ କ୍ଷତି ହେଉ, କିନ୍ତୁ ଆମେ ଯେମିତି ଭାବରେ କହିବା, କ'ଣ ଏ ଲେଖାର ଆବଶ୍ୟକତା ଥିଲା? ଓଡ଼ିଶାର ବ୍ୟାକରଣ ନାହିଁ, ଓଡ଼ିଆ ଭାଷା ଶାସ୍ତ୍ରୀମାନେ ତ ହେଇପାରିବ, ଆବଶ୍ୟକତା ଥିଲା? ଯଦି ଆପଣ ଜାଣିଛନ୍ତି ଆପଣ ଚୁପ୍ ରହିବା ଉଚିତ। ଯିଏ ତାର ଉଦ୍ୟମ କରୁଛନ୍ତି କରନ୍ତୁ। ଓଡ଼ିଆ ଭାଷା ଶାସ୍ତ୍ରୀମାନେ ତା ହେଇପାରିବ ନାହିଁ ଏକଥା ଲେଖିବାର କିଛି ଆବଶ୍ୟକତା ଥିଲା? ସେ ଠିକ୍ ସେଇଭଳି ଭାବରେ ଓଡ଼ିଆ ଭାଷା ପ୍ରଥମେ ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ଆମେ କହିବା ଓଡ଼ିଆ ଭାଷା ହେଉଛି, ସଂସ୍କୃତ ହେଉଛି ଓଡ଼ିଆ ଭାଷାର ମଦର ଏବଂ 51% ସଂସ୍କୃତରୁ ଆସିଛି। ପୁଣି କିଏ କହୁଛନ୍ତି? ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କଲା ବେଳେ ଭାଇସ୍ ଚାନ୍ସେଲର କହୁଛନ୍ତି ଯେଉଁଥିପାଇଁ ପିଲାମାନେ ଷ୍ଟ୍ରାଇକ୍ କରିଛନ୍ତି। କିନ୍ତୁ ସାର୍ ଏଇଟା ଟିକେ ଆପଣଙ୍କୁ ହଇରାଣ କରୁନି ଏ କଥାଟା? ମାନେ 2014 ମସିହାରେ କ୍ଲାସିକାଲ ଲାଙ୍ଗୁଏଜ ଷ୍ଟାଟସ୍ ପାଇଲା ପରେ ଆଜି 2026 ମସିହାରେ 12 ବର୍ଷ ବିତି ସାରିଲାଣି, ଗୋଟେ ଇନଷ୍ଟିଟ୍ୟୁସନାଲ ଲେଭେଲରେ ଯଦି ଜଣେ ଏଇ କ୍ୟାଡରର ଲୋକ ଏଇ ପ୍ରକାର ଭୁଲ କରୁଛନ୍ତି। ଏଇ ଗୋଟିଏ ଭୁଲ ନୁହେଁ, ଇଏ ସରକାର ଏବଂ ଆର ସରକାର ଓଡ଼ିଆ ଅସ୍ମିତା କଥା କହୁଥିଲେ। ଇଭିନ୍ ନବୀନ ପଟ୍ଟନାୟକ ସରକାର ମଧ୍ୟ ଓଡ଼ିଆ ଅସ୍ମିତା କଥା କହୁଥିଲେ। ଇଏ ବି ଓଡ଼ିଆ ଅସ୍ମିତା କହିଲେ। ମୁଁ ଜାଣିନି ଓଡ଼ିଆ ଅସ୍ମିତା କେଉଁଠି। ଆମେ ଗୋଟେ ସମୟରେ ନରସିଂହ ଚୌଧୁରୀ ଆମର ମିନିଷ୍ଟର ଥିଲା, ଲବକୃଷ୍ଣ ଚୌଧୁରୀ, ସେ ମଧ୍ୟ ଓଡ଼ିଆ ଭାଷାକୁ ପ୍ରୟୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟେ ସର୍କୁଲାର ଦେଇଥିଲେ, କାର୍ଯ୍ୟକାରୀ ହେଲାନି। ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ମଧ୍ୟ ଗୋଟେ ଥର ଉଦ୍ୟମ କରିଥିଲେ, ତାହା ମଧ୍ୟ କାର୍ଯ୍ୟକାରୀ ହେଲାନି। ବର୍ତ୍ତମାନ ମଧ୍ୟ ଯେଉଁ ସରକାର ଅଛନ୍ତି, ଏସବୁ ପ୍ରେସର ପଡ଼ିଲା ପରେ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟ ମଧ୍ୟ ହେଇଛି। ସେ କାର୍ଯ୍ୟର ସର୍କୁଲାର ଦେଇଛନ୍ତି, ଓଡ଼ିଆ ଭାଷାରେ ସବୁ ହେବ, ଇଣ୍ଟରଭ୍ୟୁ ମଧ୍ୟ ଚାକିରିରେ ଇଣ୍ଟରଭ୍ୟୁ ଓଡ଼ିଆ ଭାଷାର ହେବ। କିନ୍ତୁ ଆପଣ ଦେଖିବେ ସେ ସର୍କୁଲାର ଓଡ଼ିଆ ଭାଷାରେ ହେବ, ଇଂରାଜୀ ବି ହେବ। କାହିଁକି ଇଂରାଜୀ କାହା ପାଇଁ ହେବ? ଇଂରାଜୀ ଭାଷା କାହା ପାଇଁ ହେବ? ତା କାରଣ ହେଉଛି ଓଡ଼ିଆ ଭାଷାରେ ଅଧିକାଂଶ ଓଡ଼ିଶାରେ IAS ଅଫିସର, IPS ଅଫିସର ଅଛନ୍ତି ନନ୍ ଓଡ଼ିଆ ଲୋକ, ଯେଉଁମାନେ କି ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେବାକୁ ଚାହାନ୍ତି ନାହିଁ,
ଫର୍ ଦେୟାର କନଭିନିଏଣ୍ଟ। ହୁଁ ହୁଁ କିନ୍ତୁ ଆପଣ କରିବେ କ'ଣ? ଆମେ ଓଡ଼ିଆ ଅସ୍ମିତା କଥା କହିବା, କିନ୍ତୁ ତ ଆପଣଙ୍କର ସମସ୍ତେ ଆମେ ନନ୍ ଓଡ଼ିଆ ଲୋକଙ୍କୁ ଚୁଜ୍ କରିବା। ଓଡ଼ିଶାର ଚିଫ୍ ସେକ୍ରେଟାରୀ କହନ୍ତୁ, ଓଡ଼ିଶାର ଡିଜି କହନ୍ତୁ, ଯାହାକୁ ଦେଖିଲେ ବି ସେ ନନ୍ ଓଡ଼ିଆ। ତ ଓଡ଼ିଆ ଭାଷା କଥା ହେଉଛି ସେମାନଙ୍କର ସୁବିଧା ପାଇଁ ଓଡ଼ିଆ ଆଜି ଆପଣ ଦେଖିବେ ଓଡ଼ିଆ ଭାଷାରେ ଆପଣ ଦେଖିବେ, ଆମେ ଓଡ଼ିଶା ଇନଷ୍ଟିଚ୍ୟୁଟ୍ ଅଛି, ସେଥିରେ ବି ମୁଁ ଗଭର୍ଣ୍ଣିଂ ବୋର୍ଡ ମେମ୍ବର ଅଛି। ବାବୁ ସୁବ୍ରତ ସମସ୍ତ ଏବଂ ଧର୍ମେନ୍ଦ୍ର ମଧ୍ୟ ସାହାଯ୍ୟ ଗୋଟେ କରିଥିଲେ। ସେ ଓଡ଼ିଆ ଭାଷାରେ ଆମେ ଯେତେବେଳେ ଦାବି କରିଥିଲୁ ଇଞ୍ଜିନିୟରିଂ ମେଡ଼ିକାଲ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆରେ ହେବା କଥା, ନିଟ୍ ନିଟ୍ର ଇଣ୍ଟରଭ୍ୟୁ ହେଲା। ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶାରେ ମଧ୍ୟ ଇଞ୍ଜିନିୟରିଂ ଏବଂ ମେଡ଼ିକାଲ ଅନ୍ୟ ରାଜ୍ୟରେ ଥିଲା, ହିନ୍ଦୀ ରହୁଥିଲା, ଓଡ଼ିଶାରେ ହେଉନଥିଲା, ଓଡ଼ିଆ ଭାଷାରେ ହେଲା। ତାପରେ ଆମେ କହିଲୁ ଯେ ଇଞ୍ଜିନିୟରିଂ ମେଡ଼ିକାଲ ଏପରିକି ଓଭରସିୟର ITI ଏ ସମସ୍ତ ପାଠ ମଧ୍ୟ ଓଡ଼ିଆ ଭାଷାରେ ପଢ଼ାଯିବା ଦରକାର। କିନ୍ତୁ ସାର୍ ମୋର ଏଇଠି ଟିକେ ବୁଝିବାର ଅଛି, ଯେମିତି ନିଟ୍ ବିଷୟରେ ଆମେ କଥା ହେଲେ, ନିଟ୍ ଗୋଟେ ସେଣ୍ଟ୍ରାଲାଇଜ୍ଡ ପରୀକ୍ଷା। ହୁଁ। ସେଣ୍ଟ୍ରାଲାଇଜ୍ ପରୀକ୍ଷା ଅର୍ଥ ମାନେ ଜାତୀୟ ସ୍ତରରେ ବହୁତ ପିଲା ସେ ପରୀକ୍ଷାଟା ଲେଖୁଛନ୍ତି ଏବଂ ପିଲାଙ୍କ ରାଙ୍କ ଆସୁଛି, ପିଲା ବିଭିନ୍ନ ଜାଗାରେ ବିଭିନ୍ନ ରାଜ୍ୟରେ ସିଟ୍ ପାଉଛନ୍ତି ଆଉ ସେଠି ଯାଇକି ଆଡ଼ମିସନ୍ ନେଉଛନ୍ତି। ଯଦି ସେଇ ଜାଗାରେ ସେଇ ସ୍ତରରେ ଆମେ ଇଣ୍ଟରଭ୍ୟୁଟା ଓଡ଼ିଆରେ କରୁଛୁ, ଗୋଟେ ୱେଷ୍ଟ ବେଙ୍ଗଲରୁ ଆସିଥିବା କି ପଞ୍ଜାବରୁ ଆସିଥିବା ଗୋଟେ କ୍ୟାଡର, ଗୋଟେ କ୍ୟାଣ୍ଡିଡେଟ୍ ଯେ ଗୋଟେ ଭଲ ସ୍କଲର, ସେ ତ ସେ ଇଣ୍ଟରଭ୍ୟୁରେ ବସିପାରିବନି। ସେ ଦେଉଛନ୍ତି ଆପଣ ଜାଣିନଥିବେ, ବର୍ତ୍ତମାନ ନିଟ୍ରେ ଇଭିନ୍ IASରେ ମଧ୍ୟ କେତେକ ଭାଷା ହିନ୍ଦୀ ସହିତ ଗୁଜରାଟୀ, ବେଙ୍ଗଲୀ କେତେକ ଭାଷାକୁ ସେମାନେ ଆଲାଉ କରିଦେବେ। ଇଭିନ୍ IASରେ ମଧ୍ୟ ଆସ୍ତେ ଆସ୍ତେ ନିଟ୍ର ହେଇଯାଇଛି। ନିଟ୍ର ଆମର ଓଡ଼ିଆ ହେବା ପୂର୍ବରୁ ହିନ୍ଦୀ ଗୁଜରାଟୀ ହିନ୍ଦୀ ଥିଲା। ତ ଥିଲା, ହଁ। ହିନ୍ଦୀ ଗୁଜରାଟୀ ପ୍ରାୟ ମରାଠା ଆଉ କ'ଣ ଥିଲା, କେତେ ଭାଷା ଥିଲା। ତେଣୁ ଓଡ଼ିଶାଟା ଆଡ଼୍ ହେଲା। ଆପଣ ଯେଉଁ କଥା କହୁଛନ୍ତି, ଯିଏ ତାଙ୍କ ପାଖରେ ଚଏସ୍ ଅଛି। ଆପଣ ଯେଉଁ କଥା କହୁଛନ୍ତି ତାର ଇମ୍ପାକ୍ଟ ମଧ୍ୟ ଅଛି। ହୁଁ କିନ୍ତୁ କଥା ହେଉଛି କିଛି ଲୋକଙ୍କୁ ମଧ୍ୟ, ଅଧିକାଂଶ ଲୋକଙ୍କୁ ସୁବିଧା ହେଉଛି ତାଙ୍କ ଭାଷାରେ ପରୀକ୍ଷା ଦେବା ପାଇଁ। ଆମେ ଯେଉଁ କଥା କହୁଥିଲୁ ପରୀକ୍ଷା ହେଲା, ମୁଁ ଯେଉଁ ଆର କଥାଟା କହୁଥିଲି ଯେ କେନ୍ଦ୍ର ସରକାରଙ୍କର ସହାୟତାରେ, UGCର ସହାୟତାରେ ଆମେ ମଧ୍ୟ ଓଡ଼ିଆ ଇନଷ୍ଟିଚ୍ୟୁଟ୍ ଯିଏକି ମୁଖ୍ୟ ଅନୁଷ୍ଠାନ ଥିଲା, ଆମେ ବହୁ ପ୍ରଫେସର ଲେକ୍ଚରଙ୍କ ସହିତ କଥାବାର୍ତ୍ତା କରିକି ସମସ୍ତ ଇଞ୍ଜିନିୟରିଂ ମେଡ଼ିକାଲ ବହିକି ମଧ୍ୟ ଓଡ଼ିଆ ଅନୁବାଦ କରାଯାଉଛି। ସେଥିପାଇଁ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ କିଛି ଗ୍ରାଣ୍ଟ ଦେଇଥିଲା, ସେମାନେ କରୁଛନ୍ତି। କିନ୍ତୁ ସେ ବହି ଛପା ହେଇକି ଲକ୍ଷ ଲକ୍ଷ ବହି ଛପା ହେଇଛି। ସେ ବହିକି ରାଜ୍ୟ ସରକାର ଏବଂ ୟୁନିଭର୍ସିଟି ମାନେ ତାର ଦାୟିତ୍ୱ ନେଇକି ତାକୁ କାର୍ଯ୍ୟକାରୀ କରିବା ଦରକାର। ତାର କେହି ଇଣ୍ଟରେଷ୍ଟ ନେଉନାହାନ୍ତି କି ନା ରାଜ୍ୟ ସରକାର ନା ୟୁନିଭର୍ସିଟି ନେଉନାହାନ୍ତି। ସେ ଓଡ଼ିଆରେ ଅନୁବାଦ ହେଇକି ପଡ଼ିଛି, ସେ ଲୋକଙ୍କର କାର୍ଯ୍ୟରେ ଲାଗୁନି। ଆପଣ ଓଡ଼ିଆ ଅସ୍ମିତା କଥା ଆମେ କହିବା, ଓଡ଼ିଶାରେ ବର୍ତ୍ତମାନ ଦେଖାଯାଉ, ଆପଣ ଦେଖିବେ ଆମ ରାଜ୍ୟରେ ଯେଉଁ ହାଇସ୍କୁଲ ଅଛି, କଲେଜ ଅଛି ବା UP ସ୍କୁଲ ଅଛି, ଅଧିକାଂଶ ଲୋକ ସମସ୍ତେ ପବ୍ଲିକ ସ୍କୁଲରେ, ଇଂଲିଶ ମିଡ଼ିୟମ ସ୍କୁଲରେ ପଢ଼ୁଛନ୍ତି। ଏପରିକି ଦେଖିବେ ଯେତେ ରାଜନେତା, ଇମ୍ପୋର୍ଟାଣ୍ଟ ଅଫିସରଙ୍କର ପୁଅ ଝିଅ ଯିଏ ବି ହଉ, ସେମାନେ ସବୁ ପବ୍ଲିକ ସ୍କୁଲରେ ପଢ଼ୁଛନ୍ତି। ଏବଂ ପବ୍ଲିକ ସ୍କୁଲ ଗୁଡ଼ିକ ଆଜିକାଲି କେବଳ ଟାଉନରେ କନଫାଇନ୍ ନ ହେଇକି ଗାଁକୁ ଗଲାଣି, ଗାଁରେ ଯାଇକି ମଧ୍ୟ ପବ୍ଲିକ ସ୍କୁଲ ଖୋଲିଲାଣି। ତାହେଲେ ଯଦି ହେବ, ଆପଣଙ୍କର ଏଇ ଯେଉଁ ହଜାର ହଜାର ଓଡ଼ିଆ ମିଡ଼ିୟମ ସ୍କୁଲ ଅଛି, ସେ ଓଡ଼ିଆ ମିଡ଼ିୟମ ସ୍କୁଲ ଆସ୍ତେ ଆସ୍ତେ ଛାତ୍ର ହେଲେଣି, ସଂଖ୍ୟା ହେଲାଣି, ବନ୍ଦ ହେଇଯିବ। ବନ୍ଦ ହେଲେ କ'ଣ ହେବ? ଆପଣଙ୍କର ତ ଆପଣଙ୍କ ଘରେ ଆମେ ଦେଖୁଛୁ ମଧ୍ୟ, ଘରେ ଯେଉଁମାନେ DAVରେ କନଭେଣ୍ଟରେ ପଢ଼ୁଛନ୍ତି, ତାଙ୍କ ବାପା ମାଆଙ୍କ ସହିତ କଥାବାର୍ତ୍ତା ହେଲାବେଳେ ସେ ଇଂରାଜୀ କଥାବାର୍ତ୍ତା ହେଉଛନ୍ତି, ସେ ଓଡ଼ିଆରେ କଥାବାର୍ତ୍ତା ବି ହେଉନାହାନ୍ତି। କେହି ଓଡ଼ିଆ କଥା ମୁଁ ଦେଖୁଛି ମଧ୍ୟ, ବିମାନରେ ଗଲାବେଳେ, ଟ୍ରେନରେ ଗଲାବେଳେ, ତ ଓଡ଼ିଆ ଫ୍ୟାମିଲି ବସିଥିବେ, କିନ୍ତୁ ସେ କଥାବାର୍ତ୍ତା ହେଉଥିବେ ଇଂରାଜୀରେ। ତ ଓଡ଼ିଆ ଭାଷା ରହିବ କେମିତି? ଆପଣଙ୍କର ଓଡ଼ିଆ ଭାଷାଟା ରହିବ ଯଦି ଡିଜିଟାଲରେ ଓଡ଼ିଆ ଭାଷାକୁ ଅଧିକ ପ୍ରୟୋଗ କରାଯାଇପାରିବ, କାରଣ ଆଜିକାଲି ଡିଜିଟାଲଟା ଅଧିକ କାମ କରୁଛି। ଦ୍ୱିତୀୟ କଥା ହେଉଛି ଓଡ଼ିଆ ଭାଷାଟା ରହିବ ଯଦି ତାହା ଏକ ରୋଜଗାର କରିବା ପାଇଁ ସକ୍ଷମ ହେବ। ଅର୍ଥାତ୍ ବାପା ମାଆଙ୍କର କନଭିନ୍ସ ହେବେ ଯେ ଓଡ଼ିଆ ଭାଷାରେ ପଢ଼ିଲେ ମଧ୍ୟ ମୋ ପୁଅ ଝିଅ ଓଡ଼ିଶାରେ ଭଲ ଚାକିରି କରିପାରିବେ। ଏବଂ ତାହା ସମ୍ଭବ ହେବ ଯଦି ପରୀକ୍ଷା, ଲେଖା, ଏପରିକି ତାମିଲନାଡ଼ୁରେ, ଆନ୍ଧ୍ର, ତେଲେଙ୍ଗାନାରେ ମୁଁ ଦେଖିଛି, କେବଳ ହାଇକୋର୍ଟ ବ୍ୟତୀତ ଆଉ ସମସ୍ତ କୋର୍ଟ ପ୍ରୋସିଡ଼ିଂ ତଳଠୁ ଉପର ପର୍ଯ୍ୟନ୍ତ ନିଜ ତହସିଲ ଭାଷାରେ ସବୁ ହୁଏ। ନିଜ ଭାଷାରେ ହେଉଛି। ଆମ ଓଡ଼ିଶାରେ ହେଉଛି, ଏପର୍ଯ୍ୟନ୍ତ ବି ହେଉନି। ଆମେ ଖାଲି କହୁଛୁ, କିନ୍ତୁ କାର୍ଯ୍ୟରେ ତା ହେଉନି। ତେଣୁ ତା ଯଦି ନ ହେବ, ତାହେଲେ ଓଡ଼ିଆ ଭାଷା ରହିବ। ଓଡ଼ିଶା ପଢ଼ିବେନି କେହି? ଆପଣ ସମସ୍ତେ ଆପଣ ମାର୍କ କରିଥିବେ, ଗୋଟେ ଭଲ ଡେଭଲପ୍ କରିଛୁ ଲୋକମାନଙ୍କ ମନରେ। ଏଜୁକେସନ୍ ହେଲ୍ଥ ପାଇଁ ଲୋକମାନେ ଆଗେ ଖର୍ଚ୍ଚ କରୁନଥିଲେ, ଏବେ ଦରକାର ପଡ଼ିଲେ ଜମି ବିକିକି ମଧ୍ୟ ପିଲାକୁ ITI ଇଞ୍ଜିନିୟରିଂ ପାଠ ପଢ଼ାଉଛନ୍ତି ଏବଂ ବହୁତ ପିଲା ବି ଚାକିରି କରୁଛନ୍ତି। ତେଣୁ ଏ ଯେଉଁ ଚିନ୍ତାଧାରା ରହିଛି, ତାଙ୍କର ଯଦି ଧାରଣା ହେବ ଯେ ଓଡ଼ିଆ ମିଡ଼ିୟମରେ ସ୍କୁଲ ପଢ଼ୁଥିବା ପିଲାମାନେ ଚାକିରି ପାଇବେନି, ହଁ, ଯେଉଁମାନେ IAS ଦେବେ, IFS କରିଯିବେ, କିମ୍ବା ICS ଯିବେ କି IRS ଯିବେ,
ସେମାନେ ଇଂରାଜୀ ପଢ଼ନ୍ତୁ, ପଢ଼ିବାର ମାନେ ନାହିଁ, କିନ୍ତୁ ଓଡ଼ିଆ ଭାଷାର ଅସ୍ମିତାକୁ, ଓଡ଼ିଆ ଭାଷାକୁ ବଞ୍ଚାଇ ରଖାଯାଇପାରିବ ଯଦି ଓଡ଼ିଆ ଭାଷାକୁ ଡିଜିଟାଲ ଭାଷା ଏବଂ ଓଡ଼ିଆ ଭାଷାକୁ ମଧ୍ୟ ଏକ ରୋଜଗାରର ଭାଷା ଭାବରେ ପରିଣତ କରିବା। ଏବଂ ଓଡ଼ିଆ ଭାଷା ଏକ ରୋଜଗାରର ଭାଷା ନହେଲେ ଓଡ଼ିଆ ସ୍କୁଲରେ କେହି ପାଠ ପଢ଼ିବେନି। ଆଜି କୁହାଯାଉଛି ବର୍ତ୍ତମାନ ରାଜ୍ୟ ସରକାର, ଗତ ରାଜ୍ୟ ସରକାର ଥିଲେ, ସେମାନେ ପ୍ରତି ବ୍ଲକରେ ଗୋଟେ ଗୋଟେ ଆଦର୍ଶ ସ୍କୁଲ କଲେ। ବର୍ତ୍ତମାନ ଇଏ ସରକାର କହୁଛନ୍ତି ଆମେ ଆହୁରି ଦି ଦିଟା କରିବୁ, ଆବଶ୍ୟକ ପଡ଼ିଲେ ସବୁ ପଞ୍ଚାୟତରେ କରିବୁ। ଇଏ କରିବାର କିଛି ମନା ନାହିଁ, କିନ୍ତୁ ସେ ସବୁ ଜାଗା ତ ଇଂଲିଶ ମିଡ଼ିୟମ। ଆଦର୍ଶ ସ୍କୁଲ ମଧ୍ୟ ସିବିଏସ୍ଇ ସ୍କିମ୍, ସିବିଏସ୍ଇ ତ ସ୍କୁଲ। ୟା ଉପରେ କିଛି ଉଦ୍ୟମ କରୁଛନ୍ତି ସାର୍ ଆପଣ? ନା, ୟା ଉପରେ ଉଦ୍ୟମ, ଗୋଟେ ଜୋରଦାର ଉଦ୍ୟମ ଚାଲିଛି ମଧ୍ୟ, ଏବଂ ଆମ ସଂଗଠନ ତରଫରୁ ମଧ୍ୟ ଆମେ ଆକୁ ହାଇଲାଇଟ୍ କରିବା ଆବଶ୍ୟକ। କାରଣ ତା ନହେଲେ ଆଉ ଓଡ଼ିଆ ଇଏ ପାଇଁ ଆସ୍ତେ ଆସ୍ତେ ଯେଉଁ ନଜରିଆ ଚାଲିଛି, ଲୋକମାନଙ୍କର ମନ ଭିତରେ ଯେଉଁ ଚିନ୍ତା ଚାଲିଛି, ସେ ଆମେ ନ ଚାହିଁଲେ ମଧ୍ୟ ସେ ଓଡ଼ିଆ ଭାଷା ଆପେ ଆପେ ପଛରେ ରହିଯିବ। ତେଣୁ ଆମେ ଓଡ଼ିଆ ଭାଷା ଆମର ମଦର ଟଙ୍ଗ, ଏବଂ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ଯେଉଁମାନେ ଅତୀତରେ କାମ କରିଛନ୍ତି ସେମାନେ କେତେ କଷ୍ଟରେ, ଆପଣ ଦେଖନ୍ତୁ, ମୁଁ ଆଉ ଗୋଟେ ଉଦାହରଣ ଆପଣଙ୍କୁ ଦେବି। କବି ରବୀନ୍ଦ୍ରନାଥ ଠାକୁର ନୋବେଲ ପ୍ରାଇଜ୍ ପାଇଲେ, ବଙ୍କିମ ଚାଟାର୍ଜୀ, ଶରତ ଚାଟାର୍ଜୀ ସବୁ ବଡ଼ ବଡ଼ ଲେଖକ ହେଲେ। ତ ଓଡ଼ିଶାରେ କ'ଣ ଆପଣ ଭାବୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନଙ୍କର ଲେଖା ତାଙ୍କଠୁ କିଛି କମ୍? ଆମେ କାହିଁକି ହେଇପାରୁନି? ଆମେ ହେଇପାରୁନି ଏଇଥିପାଇଁ ଆମ ଓଡ଼ିଆ ଭାଷାର ଟ୍ରାନ୍ସଲେସନ୍, କବିଙ୍କର ଲେଖା ବାହାରେ ପହଞ୍ଚି ପାରିଲା। ସେମାନେ ଯେହେତୁ ଦେ ଆର୍ କ୍ଲୋଜ୍ ଟୁ ଇଂରେଜ ଗଭର୍ଣ୍ଣମେଣ୍ଟ ସହିତ ସମ୍ପର୍କ ଥିଲା, ତାଙ୍କର ଯାହା ଲେଖାଯାଉଥିଲା ତୁରନ୍ତ ତା ଟ୍ରାନ୍ସଫର ହେଇକି ହିନ୍ଦୀ, ଇଂରାଜୀରେ ବିଦେଶକୁ ବାହାରକୁ ଚାଲି ଯାଉଥିଲା। ଏପର୍ଯ୍ୟନ୍ତ ମଧ୍ୟ ଉଦ୍ୟମ ହେଉନି, କାରଣ ଓଡ଼ିଆ ଭାଷାଟା ବଞ୍ଚିବ ଯଦି ଓଡ଼ିଶାର ଲେଖା, ଓଡ଼ିଶା ଲେଖକଙ୍କର, ସାହିତ୍ୟିକଙ୍କର ପ୍ରତିଭା ବାହାର ଦେଶର ଲୋକ, ବାହାର ଭାଷାର ଲୋକ ଜାଣିବେ, ଯଦି ତା ଟ୍ରାନ୍ସଲେସନ୍ ହିନ୍ଦୀ ବା ଇଂରାଜୀରେ ହୁଏ। ସେ ନହେଲେ ଆପଣ ପ୍ରତିଭା ରାୟଙ୍କର ମଧ୍ୟ ଏବେ ହେଉଛି, ବିକାଶ ତାକୁ ମଧ୍ୟ ଲେଖା ସେଇଭଳିଆ ହେଉଛି। ରମାକାନ୍ତ ରଥ ଥିଲେ, ସୀତାକାନ୍ତ ମହାପାତ୍ର ଥିଲେ, କାରଣ ସେମାନେ ଯେହେତୁ ଉଚ୍ଚ ପଦବୀରେ ଥିଲେ, ତାଙ୍କ ଲେଖା ଗୁଡ଼ାକ ଟ୍ରାନ୍ସଲେଟ୍ ହେଇପାରିଲା, କିନ୍ତୁ ଜେନେରାଲି ସମସ୍ତଙ୍କର ହେଇପାରୁନି। ତେଣୁ ଓଡ଼ିଆ ଭାଷାକୁ ବଞ୍ଚାଇବାର ଆଉ ଗୋଟେ କଥା ହେଉଛି, ବା ଓଡ଼ିଶା ଲେଖକ ଲେଖିକାଙ୍କୁ ଅଧିକ ସମ୍ମାନ ଗୌରବ ଦେବାର ଗୋଟେ ବାଟ ହେଉଛି ଯେ ତାଙ୍କୁ ଅଧିକ ଗୁରୁତ୍ୱ ଦେବା ପାଇଁ ହିନ୍ଦୀ, ଇଂରାଜୀରେ ଆମର ଅଧିକ ଟ୍ରାନ୍ସଲେସନ୍ ହେବା ଦରକାର। ଏବେ ମଧ୍ୟ ମୋର ଭାଇ ସୂର୍ଯ୍ୟମଣି ଖୁଣ୍ଟିଆ, ମୁଁ ଯାହା କଥା କହୁଥିଲି, ପ୍ରଭାକର ସ୍ୱାଇଁ ମଧ୍ୟ, ସେ ସବୁ ପାଇଛନ୍ତି ସାହିତ୍ୟ ଏକାଡେମୀ। ସେଥିପାଇଁ କ'ଣ ପାଇଁ ପାଇଛନ୍ତି? ସେ ବଙ୍ଗଳାରୁ କରିଛନ୍ତି ଓଡ଼ିଆ, ଇଏ ହିନ୍ଦୀରୁ କରିଛନ୍ତି ଓଡ଼ିଆ। ମାନେ ହିନ୍ଦୀ ଭାଷାରୁ ଯିଏ ଓଡ଼ିଆ କରିଛନ୍ତି, ବଙ୍ଗଳା ଭାଷାରୁ ଓଡ଼ିଆ କରିଛନ୍ତି ବୋଲି ପାଇଲେ। ତାର କାରଣ କ'ଣ? ତାର କାରଣ ହେଉଛି ସାହିତ୍ୟ ଏକାଡେମୀ ତରଫରୁ ମଧ୍ୟ ଓଡ଼ିଆ ଭାଷାରୁ ଇଂରାଜୀ, ହିନ୍ଦୀ କରିବା ପାଇଁ ଅଧିକ ଉଦ୍ୟମ ହେଉନାହିଁ, ଉଦ୍ୟମ ହେଉନାହିଁ। ଏବଂ ତାଙ୍କ ଭାଷାରୁ ଓଡ଼ିଆ ହେଉଛି, କିନ୍ତୁ ଆମ ଭାଷାରୁ ହିନ୍ଦୀ ବା ବେଙ୍ଗଲୀ ବା ଇଂରାଜୀ ହେଉନି। ଇଂରାଜୀ ନହେଲେ ଆମ ଲେଖକଙ୍କର ଲେଖାର ପ୍ରତିଭା ସେ କେମିତି ଜାଣିବେ? ତେଣୁ ତା ମଧ୍ୟ ଗୋଟେ ଆବଶ୍ୟକତା ଅଛି। ଏବଂ ଓଡ଼ିଆ ଅସ୍ମିତା କଥା ବି କହୁଥିଲା ବେଳେ କିଏ କହିବେ, କିନ୍ତୁ ଆପଣଙ୍କର ସାହିତ୍ୟ ଏକାଡେମୀର 5 ବର୍ଷ କେହି ନାହାନ୍ତି, ଚେୟାରମ୍ୟାନ୍ ନାହାନ୍ତି, କି ପୁରସ୍କାର ଦିଆଯାଉନି। ଓଡ଼ିଆ ସାହିତ୍ୟ ଏକାଡେମୀର କେହି ଚେୟାରମ୍ୟାନ୍ ନାହାନ୍ତି। ଏବେ କ'ଣ ଡିକ୍ଲେୟାର କରିଛନ୍ତି କାଲି ଜଣେ କାହାକୁ କେଉଁ ବର୍ଷରେ ଗୋଟେ ଦେବେ ବୋଲି, 5 ବର୍ଷ ହେଲା କାହାକୁ ପୁରସ୍କାର ଦିଆଯାଉନି। ତେଣୁ ମୋର କହିବା କଥା ହେଉଛି, ଏଥିପାଇଁ ସମସ୍ତଙ୍କର ଏକ ଆନ୍ତରିକ ଉଦ୍ୟମ ଦରକାର। କେନ୍ଦ୍ର ସରକାର ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ ମଧ୍ୟ ଯେତିକି ସାହାଯ୍ୟ ସହଯୋଗ କରିବା କଥା କରିନାହାନ୍ତି। ଓଡ଼ିଶା ସରକାର, ବିଗତ ସରକାର, ବର୍ତ୍ତମାନ ସରକାର ଯେଉଁ ଉଦ୍ୟମ କରିବା କଥା, ସେ ଉଦ୍ୟମ ମଧ୍ୟ ପ୍ରକୃତରେ ହେଉନି। ଖାଲି ଓଡ଼ିଆ ଅସ୍ମିତା ନାଁରେ ସ୍ଲୋଗାନ ଚାଲିଛି। ଓଡ଼ିଆ ଅସ୍ମିତାକୁ ପ୍ରକୃତରେ କାର୍ଯ୍ୟକାରୀ କରିବା, ଆପଣ ଦେଖିବେ। ଆଉ ଦେଖନ୍ତୁ, କଟକ ଦେଖୁଥିବେ, ଭୁବନେଶ୍ୱର ଦେଖୁଥିବେ, ଆପଣ ନିଜେ କାହାକୁ କହିବା ଦରକାର ନାହିଁ, ଆପଣ ନିଜେ ଯାଇକି ଫଟୋରେ ଦେଖି ଦିଅନ୍ତୁ କେତେଟା ସାଇନ୍ ବୋର୍ଡ଼ ଅଛି। ଅଧିକାଂଶ ଜାଗାରେ ସବୁ ହିନ୍ଦୀ, ଇଂରାଜୀରେ ସାଇନ୍ ବୋର୍ଡ଼ ଅଛି। ଏବେ ବି ବ୍ୟବସାୟ ପ୍ରତିଷ୍ଠାନ, ଅନୁଷ୍ଠାନ ଇଂରାଜୀ, ହିନ୍ଦୀରେ ଲେଖା ହେଇଥିବ, ଓଡ଼ିଶାରେ ଗୋଟେ ଲେଖା ହେଇଥିବ, ନହେଲେ ନାହିଁ। କିନ୍ତୁ ଅଧିକାଂଶ ବଡ଼ ବଡ଼ ରାସ୍ତାରେ ଗଲାବେଳେ ଯେଉଁ ସାଇନ୍ ବୋର୍ଡ଼, ଆଡ଼ଭର୍ଟାଇଜମେଣ୍ଟ ସବୁ ଇଂରାଜୀ। ଆପଣ, ମୁଁ ସେଦିନ ମଧ୍ୟ ଗୋଟେ ମିଟିଂରେ ମିଡ଼ିଆ ବାଲା ଯାଇଥିଲେ, ମିଡ଼ିଆ ବାଲା ଥିଲେ, ମୁଁ ତାଙ୍କୁ ପ୍ରଶ୍ନ କଲି, ମୁଁ କହିଲି ମିଡ଼ିଆରେ ଆପଣ ଦେଖନ୍ତୁ, ମୁଁ ଦେଖିଛି ତେଲେଙ୍ଗାନା, କାରଣ ତେଲେଙ୍ଗାନା, ଆନ୍ଧ୍ର, ତାମିଲନାଡ଼ୁ, କେରଳରେ ମଧ୍ୟ ମୁଁ ପାର୍ଟିର ହିସାବରେ ଇନଚାର୍ଜ ଥିଲି, ମଧ୍ୟ ମୁଁ ଦେଖିଛି ତାଙ୍କ ଟିଭିରେ ଆପଣ ଅନ୍ୟ କୌଣସି ୱାର୍ଡ଼ ଦେଖିବେନି। ବାଇଚାନ୍ସ କେବେ ଗୋଟେ ଇଂଲିଶ ୱାର୍ଡ଼ ଆସିଯାଇଥିବ ତାଙ୍କ ରିଜନାଲ୍ ଟିଭିରେ, କେବଳ ତାଙ୍କ ଲାଙ୍ଗୁଏଜ୍ ଛଡ଼ା ନଥିବ। କିନ୍ତୁ ଆମ ଟିଭି ଦେଖନ୍ତୁ, ସ୍କ୍ରିନ୍, ପ୍ରତି ସ୍କ୍ରିନ୍ରେ 20% ଇଂରାଜୀ ଥିବ। ବ୍ରେକିଂ ନ୍ୟୁଜ୍ର ଓଡ଼ିଆ ନାହିଁ, ବ୍ରେକିଂ ନ୍ୟୁଜ୍ର ଓଡ଼ିଆ ନାହିଁ। ବ୍ରେକିଂ ନ୍ୟୁଜ୍ କାହିଁ ଓଡ଼ିଆ ଟିଭିରେ? ମୁଁ ସେଦିନ ତାଙ୍କୁ ଆପଣ ଆଉ ଗୋଟେ ଦେଖନ୍ତୁ, ଆପଣ ସମାଜ ଦେଖନ୍ତୁ,
ସମ୍ବାଦ ଦେଖନ୍ତୁ, ପ୍ରମେୟ ଦେଖନ୍ତୁ, ମାନେ ଯେକୌଣସି ମୁଁ କୌଣସି ନିର୍ଦ୍ଦିଷ୍ଟ ସବୁ ଖବରକାଗଜରେ ପ୍ରିଣ୍ଟିଂ ହେଉଛି ଆଡ଼ଭର୍ଟାଇଜମେଣ୍ଟ ଇଂରାଜୀରେ। ତ ଓଡ଼ିଆ ଆପଣ ଇଂରାଜୀରେ ସେ ଆଡ଼ଭର୍ଟାଇଜମେଣ୍ଟ ଯିଏ ଦେବ ସେ ଇଂରାଜୀ ଖବରରେ ଦେବ। ତେଣୁ ଆପଣଙ୍କର ଆଡ଼ଭର୍ଟାଇଜମେଣ୍ଟ ତ ଓଡ଼ିଆ ଖବରକାଗଜ ହେବା କଥା। କାହିଁକି ଦିଆଯାଉଛି? ଦିଆଯାଉଛି ଏଇଥିପାଇଁ ଟୁ ଟେକ୍ କେୟାର ଅଫ୍ ଦି ଇଣ୍ଟରେଷ୍ଟ ଅଫ୍ ଦି ନନ୍ ଓଡ଼ିଆ ପିପଲ୍। ନହେଲେ ଓଡ଼ିଆ ଖବରକାଗଜରେ ଇଂରାଜୀ ଆଡ଼ଭର୍ଟାଇଜମେଣ୍ଟ କାହିଁକି ଦିଆଯିବ? ତେଣୁ କଥା ହେଉଛି ଆମେ ସମସ୍ତେ ଉଦ୍ୟମ ନ କଲେ, ଖାଲି କହିଲେ ମଧ୍ୟ ହେବ ନାହିଁ। ଏବଂ ଏକଥା ସତ୍ୟ, ପୃଥିବୀରେ ଜଗତୀକରଣ ଏବଂ ଭାରତବର୍ଷରେ ଯେଉଁ ଅର୍ଥନୀତିର ପରିବର୍ତ୍ତନ ପରେ ଯେଉଁ ଗ୍ଲୋବାଲାଇଜେସନ୍ ହେଇଛି, ସେଥିରେ ଲୋକମାନଙ୍କର ଯେଉଁ ଚିନ୍ତାଧାରା ଡାଇଭର୍ଟ ହେଉଛି। ଯଦି ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ପାଇଁ ଉଦ୍ୟମ କରା ନଯାଏ, କେବଳ ଓଡ଼ିଆ ଭାଷା ନୁହେଁ, ଅଧିକାଂଶ ଆଞ୍ଚଳିକ ଭାଷାର ନିଶ୍ଚିତ ଭାବରେ ଆସ୍ତେ ଆସ୍ତେ ଅବସ୍ଥା ଖରାପ ହେବ। ଏବଂ ଯାହା ମୁଁ କହିଛି, ତ ଭାଷା ପଢ଼ିବ କିଏ, ଲେଖିବ କିଏ, ଆମର ଭବିଷ୍ୟତ କିଏ? ସ୍କୁଲର ଛାତ୍ରଛାତ୍ରୀ, କଲେଜର ଛାତ୍ରଛାତ୍ରୀ, ଯେଉଁମାନେ ହିଁ ଆମ ଦେଶର ରାଜ୍ୟର ଭବିଷ୍ୟତ। ଯଦି ସେମାନେ ଓଡ଼ିଆ ପଢ଼ିବେ ନାହିଁ, ତାହେଲେ ଆସନ୍ତା ପିଢ଼ି ଜାଣିବ କେମିତି? ଜାଣିବ କେମିତି? ସାର୍, ମୋର ନା ଏଠି ଦିଟା ବଡ଼ ପ୍ରଶ୍ନ ରହିଛି। ଗୋଟେ ସମୟ ଥିଲା ଯେତେବେଳେ ଓଡ଼ିଆକୁ କ୍ଲାସିକାଲ ଲାଙ୍ଗୁଏଜ ଷ୍ଟାଟସ୍ ଆଣିବା ପାଇଁ ଆପଣ ଗୋଟେ ଉଦ୍ୟମ କରିଥିଲେ, କିନ୍ତୁ ଆଜିକା ଏଇ ସମୟରେ କୋଉଠି ନା କୋଉଠି ଆମେ ଏବେ ବି ବିଫଳ ହେଇଅଛୁ। ଯେମିତି ଆମର ଯୋଉ ଓଡ଼ିଆ ୟୁନିଭର୍ସିଟି ଗୋଟେ ଯୋଉ ଷ୍ଟ୍ରାଇକ୍ ହେଲା, ସେଟା ନିଜେ ହିଁ ଗୋଟେ ବହୁତ ବଡ଼ ପ୍ରମାଣ କି ଆମେ କୋଉଠି ତ ଗୋଟେ ବିଫଳ ହେଇଛୁ। ତ ସେ ଉଦ୍ୟମକୁ ବଞ୍ଚେଇବା ପାଇଁ, ତାକୁ ଆଉ ଥରେ ସଫଳ କରିବା ପାଇଁ ଆଉ କିଛି ପରବର୍ତ୍ତୀ ଉଦ୍ୟମ କରୁଛନ୍ତି କି ସାର୍? ଏଇ ଯେଉଁ ଆପଣ ଯେଉଁ କଥା କହିଲେ, ପ୍ରକୃତରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ଏବଂ କେନ୍ଦ୍ର ସରକାର, ରାଜ୍ୟ ସରକାର ଯେଉଁ ଠିକ୍ ଭାବରେ କାର୍ଯ୍ୟ କରୁନାହାନ୍ତି ବା ପ୍ରକୃତରେ ଇମ୍ପ୍ଲିମେଣ୍ଟ ହେଉନି, ଇମ୍ପ୍ଲିମେଣ୍ଟ କରିବା ପାଇଁ ସାରା ଓଡ଼ିଶାରେ ଛାତ୍ରଛାତ୍ରୀ ଏବଂ ଲୋକ ଜନସାଧାରଣଙ୍କୁ ନେଇକି ମଧ୍ୟ ଏକ ଗଣ ସଚେତନତା ଏବଂ ଆନ୍ଦୋଳନ ହେବାର ଆବଶ୍ୟକତା ଅଛି। ଏବଂ ଏ ଆନ୍ଦୋଳନ ଇଜ୍ ନଟ୍ ଦି ଏଣ୍ଡ, ଏ ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ୍ ରହିବା ଦରକାର। ତାହେଲେ ଯାଇକି ସମସ୍ତେ ଆମେ ପରସ୍ପର ଆମକୁ ମଧ୍ୟ ଆମେ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା। ଆପଣ ଦେଖିବେ ସାଧାରଣ ଭାବରେ ଆପଣ ନିଜକୁ ମଧ୍ୟ ମୋତେ ପଚାରିଲେ ମୁଁ କହିବି, ଆମେ କଥାବାର୍ତ୍ତା ବେଳେ ମଧ୍ୟ ଗୋଟିଏ ବାକ୍ୟ ଭିତରେ ମଧ୍ୟ ଆମେ ହିନ୍ଦୀ ଇଂରାଜୀ ଶବ୍ଦକୁ ଯୋଡ଼ୁ। ସାଧାରଣ ଭାବରେ ଆପଣ ଦେଖିବେ ଗାଁରେ ମୂଲିଆଟିଏ କାମ କରୁଛି, ସେ ଏମିତି ହେଇଗଲାଣି ମିଶ୍ରଣ, ଲାଙ୍ଗୁଏଜର ଅପଭ୍ରଂଶ ହେଇଗଲାଣି, ସେ ଇଂରାଜୀ ଜାଣିନି, କିନ୍ତୁ ହଁ, ସେ ଖଣ୍ଡିତ କରି କହୁଥିବେ, କିନ୍ତୁ କହୁଥିବେ। କିନ୍ତୁ ସେ ଗୁଡ୍ ମର୍ଣ୍ଣିଂ ହଉ ବା ଆଜିକାଲି ବହୁତ ଜାଗାରେ ଦେଖିବେ ଆପଣଙ୍କ ନମସ୍କାର ଫମସ୍କାର ଆସ୍ତେ କମିଗଲାଣି। ଗୁଡ୍ ମର୍ଣ୍ଣିଂ, ଗୁଡ୍ ଇଭିନିଂ ସବୁଆଡ଼େ ଆପଣ ସୋସିଆଲ ମିଡ଼ିଆରେ ଯୋଉଥିରେ ଯେଉଁ ଲୋକ ଇଂରାଜୀ ଜାଣିନାହାନ୍ତି ମଧ୍ୟ ସେ ମଧ୍ୟ। ଏବଂ ଆଉ ଗୋଟେ ବଡ଼ କଥା ହେଉଛି, ଓଡ଼ିଶାରେ ଭାରତବର୍ଷରେ ମଧ୍ୟ ଆପଣ ଆଗରୁ ଗୋଟେ ଥିଲା ଲୋକମାନଙ୍କର, ଆମର ଏଇ ଯେଉଁ କଥା ମୁଁ କହିଲି, ସଂସ୍କୃତଙ୍କ ପ୍ରତି ଦୁର୍ବଳତା ଥିବା ଲୋକଙ୍କର କ'ଣ, ଲୋକମାନଙ୍କର ଧାରଣା ଥିଲା ସେ ଭଲ ପଣ୍ଡିତ, ଯିଏ ଅଧିକ ସଂସ୍କୃତ ଶ୍ଲୋକ ଦକ୍ଷତା ଦେଖାଉଛନ୍ତି। ହଁ, ଯିଏ ଭଲ ବ୍ରାହ୍ମଣ, ସିଏ ଯଦି ପୂଜା କଲାବେଳେ ସଂସ୍କୃତକୁ ଭଲ ଭାବରେ ଉଚ୍ଚାରଣ କରିପାରିବ, କଲେ। ହଁ, ତାହେଲେ ସେ ଭଲ ପଣ୍ଡିତ, ଭଗବାନଙ୍କୁ ଅଧିକ କ୍ଲୋଜ, ସେ ଅଧିକ ପଇସା ନେବ। ସେଇଭଳି ଭାବରେ ଆଜିକାଲି ଯୁଗରେ ଯିଏ ଭଲ ଇଂରାଜୀ କହୁଛି, ସେ ନିଶ୍ଚିତ ଭାବେ ଭଲ ପାଠ ସେ ନିଶ୍ଚିତ ପଢିଥିବ। ଭାବରେ ଯୋଗ୍ୟ ଲୋକ ହେଇଥିବ, ସେ ନିଶ୍ଚିତ ଭାବରେ ଧନୀ ହେଇଥିବ, ସେ ଗୋଟେ ବଡ଼ ଅଫିସର ହେଇଥିବ, ସେ ଭଲ ଇଂରାଜୀ କହୁଛି। ତ ଏଇଟା କେମିତି ହରେଇବା ସାର୍? ମାନେ ଡେମୋଗ୍ରାଫି ଉପରକୁ ଯଦି ଆସିବା, ଆମେ ଯେତେବେଳେ ଜାତୀୟ ସ୍ତରରେ କୌଣସି ବି ଭାଷା ବିଶେଷ ବିଷୟରେ କଥା ହଉଛେ, ଭାଷାଟା ଗୋଟେ ଡେମୋଗ୍ରାଫିରୁ ସେଟ୍ ହୁଏ। ଯେମିତି ଆପଣ IPS IAS ଅଫିସର କ୍ୟାଡରଙ୍କ ବିଷୟରେ କହିଲେ କି ତାଙ୍କ କନଭିନିଏନ୍ସ ପାଇଁ ଓଡ଼ିଆଟାକୁ ଅଫିସରୁ ବାହାର କରାଯାଉଛି। କିନ୍ତୁ ସାର୍, ଯଦି ସେଟା ବି ଆମେ ଗୋଟେ ମିନିଟ୍ ପାଇଁ ଛାଡ଼ିଦେବା, କେବଳ ସୋସିଆଲ ମିଡ଼ିଆକୁ ଦେଖିବା, ଆମର ଯେତିକି ନୂଆ ପିଢ଼ି ଅଛନ୍ତି, ସୋସିଆଲ ମିଡ଼ିଆରେ ବି ତ ସେମାନେ ବହୁତ ବେଶୀ ଟ୍ରେଣ୍ଡିଂରେ ଓଡ଼ିଆ ଆସୁନାହିଁ। ତ ଯଦିଓ ଆମେ ଏପଟୁ ଅଫିସ କ୍ୟାଡର ମାନଙ୍କୁ ଯଦି ଗୋଟେ ମିନିଟ୍ ପାଇଁ ସାଇଡ୍ କରିଦେବା, କେବଳ ନିଜର ଆମ ଷ୍ଟେଟ୍ର କେବଳ ୟୁଥକୁ ଦେଖିବା, ଫୋକସ୍ କରିବା, ତେବେ ବି ଓଡ଼ିଆ ବହୁତ ବେଶୀ ସେଠି ଟ୍ରେଣ୍ଡିଂ ନାହିଁ। ତାକୁ ଟ୍ରେଣ୍ଡିଂ କେମିତି କରିହେବ? ନାଇଁ, ସେଇଟା ଗୋଟେ ଦୁଇଟା କଥା। ମୁଁ ଯାହା ଆଗରୁ କହୁଥିଲି, ଆମେ ମଧ୍ୟ ଦେବୀ ପଟ୍ଟନାୟକ ପ୍ରମୁଖ ମଧ୍ୟ ଗଭର୍ଣ୍ଣମେଣ୍ଟକୁ ଆମେ ସବୁ ସେତେବେଳେ ଦେଇଥିଲୁ, ଓଡ଼ିଶାଟାକୁ ଡିଜିଟାଲରେ କିଭଳି ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଇଭିନ୍ ମଧ୍ୟ ଆପଣ ଯଦି କହିବେ, ମୋର କହିବାର ମଧ୍ୟ ଦ୍ୱିଧା ନାହିଁ, ଆପଣ ଯେଉଁ କଥା କହୁଛନ୍ତି ସେ କଥା ସତ୍ୟ, ମୁଁ ମଧ୍ୟ ମାନିବାକୁ ପଡ଼ୁଛି। କାରଣ ମୁଁ କହିଲେ ଇଂରାଜୀରେ ମେସେଜ୍ ହେଉ, ଟ୍ୱିଟର ହେଉ ବା ଯାହା ହଉ ମୁଁ ନିଜେ କରୁଛି ସବୁ, ମଧ୍ୟ ଇଣ୍ଟରନେଟ୍ ଇମେଲ୍, କିନ୍ତୁ ମୁଁ ଇଂରାଜୀରେ ସହଜରେ କରିପାରୁଛି। ଏକଥା ସତ୍ୟ, ମୁଁ ଓଡ଼ିଆରେ ଲେଖିଲା ବେଳକୁ ଗୋଟେ କରି ଲେଖିକି ଭୁଲ ଭାଲ ହେଇକି ଇଏ ହେଉଛି, ବିକଜ ଆମେ ସେତିକି ଆନ୍ତରିକ ଉଦ୍ୟମ କରୁନାହାନ୍ତି। ଏବଂ ସେଭଳି ଭାବରେ ଆମେ ଆନ୍ତରିକ ଉଦ୍ୟମ କରିବା ଦରକାର। ସୋସିଆଲ ମିଡ଼ିଆରେ ଆପଣ ଯାହା କହିଲେ ଓଡ଼ିଶା, କିନ୍ତୁ ଲୋକଙ୍କର ଧାରଣା ଆଜିକାଲି ନୂଆ ଯୁବକମାନଙ୍କର, ଆରେ ଇଂରାଜୀରେ ଲେଖିଲେ ସେ ତ ଏଇଟା ଗୋଲ୍ ଟୁ ଅଲ୍ ଇଣ୍ଡିଆ, ଓଡ଼ିଆରେ ଲେଖିଲେ କିଏ ପଢ଼ିବ, ଓଡ଼ିଶା ଲୋକ ସେଟା କିଏ ପଢ଼ିପାରିବେ?
ସେମାନେ କିନ୍ତୁ ତାଙ୍କ ସେଇଟା ଭିତରେ ଗୋଟେ ପ୍ରକାର ସତ ବି ତ ସାର୍। ହୁଁ, ଆମେ ଯୋଉ ଏଇନା ବର୍ତ୍ତମାନ ବସିକି ଓଡ଼ିଆରେ ପରସ୍ପର କଥା ହଉଛୁ, ହୁଁ, ଏଇଟା ଆମ ରାଜ୍ୟର ଲୋକମାନେ ବୁଝିପାରିବେ ବା ଫିଲ୍ କରିପାରିବେ ହୁଁ। ବା ଅନୁଭବ କରିପାରିବେ। ଆସାମରେ ବସିଥିବା ଗୋଟେ ଲୋକ ବା ଗୋଟେ ପରିବାର ଯଦି ଏଇ ସମୟରେ ଜାଣିପାରିବ। ଆମକୁ ଦେଖୁଛନ୍ତି, ତାଙ୍କୁ ସବଟାଇଟଲ୍ସ ଦରକାର ପଡ଼ିବ। ହୁଁ, ହୁଁ। କିନ୍ତୁ ହେଲେ ବି ଆମେ ଗୋଟେ ଏଠି ଷ୍ଟେଟମେଣ୍ଟ କ୍ରିଏଟ୍ କରୁଛୁ ଯେ ହଁ, ଓଡ଼ିଆ ଯେହେତୁ ଆମର ନାଇଁ, ମାତୃଭାଷା। ସୋସିଆଲ ମିଡ଼ିଆ ଇଜ୍ ଅଲସୋ ୱାନ୍ ଅଫ୍ ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ ପ୍ଲାଟଫର୍ମ ନାଉ। ଏପରିକି ମିଡ଼ିଆ ଅପେକ୍ଷା ମୋତେ ଥରେ ଜଣେ ଖବରକାଗଜ ମାଲିକଙ୍କ ସହିତ କଥା ହେଲା। ମୁଁ କହିଲି ଏଇଟା କ'ଣ ଖବର ନ୍ୟୁଜ୍ ବାହାରୁନ? ମୁଁ କହିଲି ଖବରକାଗଜରେ ନ୍ୟୁଜ୍ ବାହାରିଲେ ତୁମର ଲାଭ ହେବ, ଆମର ଲାଭ ହେବନି। କହିଲେ କ'ଣ? ତୁମ ନାଁ ବାହାରିବ ନା? ମୁଁ କହିଲି ଖବରକାଗଜରେ ତୁମ ସର୍କୁଲେସନ୍ କେତେ? 2 ଲକ୍ଷ। ହୁଁ ହୁଁ କିନ୍ତୁ ମୋର 3ଟା ଅଛି, ଏଟା ଆପଣଙ୍କର ଟ୍ୱିଟର ଅଛି, ଫେସବୁକ୍ ଅଛି, ଏସବୁ ଯାକ ମିଶାଇଲେ ମୋର ପ୍ରାୟ 7-8 ଲକ୍ଷ କି 10 ଲକ୍ଷ ଲୋକ ଅଛନ୍ତି। ତେଣୁ ଆପଣଙ୍କ ଖବରକାଗଜ ଯେଉଁଟା ବାହାରିବ ସେଇଟା ଆପଣ ତାଙ୍କୁ ଏଣ୍ଡୋର୍ସ ମୁଁ ତାକୁ 10 କରୁଛନ୍ତି। ଲକ୍ଷ ଲୋକଙ୍କୁ ଦେଖାଉଛି, ଯେଉଁଟାକୁ ଲୋକ ଦେଖୁଛନ୍ତି। ଆପଣଙ୍କର ବାହାରୁଥିବା 3 ଲକ୍ଷ ଲୋକ କେହି ପଢ଼ୁନାହାନ୍ତି। ଯେଉଁ ଖବରକାଗଜ ବାହାରୁଛି, ମୁଁ ବି ଗୋଟେ ସଂଗ୍ରାମ ପେପର ମୋର ମଧ୍ୟ ବାହାରୁଛି, ଗୋଟେ ପେପର ୱିକଲି ପେପର ବାହାରୁଛି। ତେଣୁ ଆମର ଗୋଟେ ଇନହାଉସ୍ କେବଳ ଆମର ଟ୍ରେଡର ବାହାରୁଛି। ତେଣୁ ଖବରକାଗଜଟାକୁ ଯେତିକି ଲୋକ ପଢ଼ୁଛନ୍ତି, ସେଇ ଖବରକାଗଜଟାକୁ ଆପଣ ଦେଖିବେ, ମାର୍କ କରିବେ, ଆଜିକାଲି ଫିଲ୍ମ ଷ୍ଟାର୍ସ ଏବଂ ଖବରକାଗଜ ବାଲା ମଧ୍ୟ ଇଂରାଜୀ ଖବରକାଗଜ ସେ ତାଙ୍କର ସୋସିଆଲ ମିଡ଼ିଆରେ ବେଶୀ ସବୁବେଳେ ତାଙ୍କର ଇମ୍ପୋର୍ଟାନ୍ସ ଅଛି, କାରଣ ସେମାନେ ଚାହୁଁଛନ୍ତି ମଧ୍ୟ ସୋସିଆଲ ମିଡ଼ିଆରେ ଅନ୍ୟମାନେ ଦେଖନ୍ତୁ। ତେଣୁ ଖବରକାଗଜ ଅପେକ୍ଷା ସୋସିଆଲ ମିଡ଼ିଆ ଭେରି ଇମ୍ପୋର୍ଟାଣ୍ଟ। ମୁଁ ଆପଣଙ୍କର କଥା ସହିତ ସମ୍ପୂର୍ଣ୍ଣ ଏକମତ। ସାମାଜିକ ସୋସିଆଲ ମିଡ଼ିଆରେ ଆମେ କିଭଳି ଭାବରେ ଲୋକମାନଙ୍କୁ ପ୍ରଭାବିତ କରାଯାଇପାରିବ। ଓଡ଼ିଶାରେ 14ଟା-15ଟା ଯେଉଁ ୟୁନିଭର୍ସିଟି ଅଛି ଏବଂ ଆପଣଙ୍କର ଯେତିକି କଲେଜ ଅଛି, ଯେତିକି ହାଇସ୍କୁଲ ଅଛି, ସେ ହାଇସ୍କୁଲର ଅଧିକାଂଶ ଓଡ଼ିଆ ପୋଷ୍ଟ ସବୁ ଖାଲି ପଡ଼ୁଛି। କେହି ସେଠି ଟିଚର ନାହାନ୍ତି। ଅନ୍ୟ ଦେଶରେ ଅଛନ୍ତି, ଓଡ଼ିଆ ପୋଷ୍ଟରେ କେହି ଟିଚର ନାହାନ୍ତି। ତେଣୁ ଓଡ଼ିଆ ଭାଷାର ଅସ୍ମିତା କେମିତି ହେବ? ହୁଁ ଯଦି ସ୍କୁଲ କଲେଜ ଗୁଡ଼ିକରେ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୋଷ୍ଟ ଭ୍ୟାକେଣ୍ଟ ରହିବ, ଫିଲ୍ଅପ୍ ହେବନି। ଏବଂ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ PhD କରିଥିବା ଲୋକଙ୍କୁ ଏବେ PhD। ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ମୁଖ୍ୟ ପୋଲିସ ଅଫିସର, ମୁଖ୍ୟ କର୍ମକର୍ତ୍ତା ବି ନନ୍ ଓଡ଼ିଆ ରହିବେ। ତେଣୁ ମୁଁ କହୁନି ସେମାନେ ଭଲ ଲୋକ ବୋଲି, କାରଣ ମୁଁ ସମସ୍ତଙ୍କୁ ପର୍ସନାଲି ଜାଣିଛି। ଯିଏ ବର୍ତ୍ତମାନ ମୁଖ୍ୟ ଆମର ସଚିବ ଅଛନ୍ତି, ମୁଁ ତାଙ୍କୁ ଭଲ ଭାବରେ ଜାଣେ। ସେ ଜଣେ ବହୁତ ଦକ୍ଷ ମ୍ୟାଡ଼ାମ୍ ଜଣେ। ଏବଂ ଯିଏ ଅଛନ୍ତି ଆମର ପୋଲିସର DG, ସେ ମଧ୍ୟ ଆମ ଯାଜପୁର ଥିଲେ, ସେ ଜଣେ ଭାରି କମ୍ପିଟେଣ୍ଟ ଅଫିସର। କିନ୍ତୁ ମୁଁ କ'ଣ କହୁଛି, ଗୋଟିଏ ରାଜ୍ୟର ମୁଖ୍ୟ ଦାୟିତ୍ୱ ପଦବୀ ଗୁଡ଼ିକ ଯଦି ଓଡ଼ିଆ ପାଇଁ କାର୍ଯ୍ୟ କରିବାର ଜଣେ ଓଡ଼ିଆ ଲୋକର ଯେତିକି ଆନ୍ତରିକତା ରହିବ, ଜଣେ ଓଡ଼ିଆ ନ ହୋଇଥିବା ଲୋକର ସେତିକି ଆନ୍ତରିକତା ରହିବ ନାହିଁ। ତେଣୁ ଆମେ ଓଡ଼ିଶା ଅସ୍ମିତା କଥା କହୁଥିଲେ, ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର କିମ୍ବା କଲେଜର ପ୍ରିନ୍ସିପାଲ କିମ୍ବା ରାଜ୍ୟର ମୁଖ୍ୟ ଶାସନ ସଚିବ ବା ମୁଖ୍ୟ ପୋଲିସ ହଉ ବା ମୁଖ୍ୟ ଦାୟିତ୍ୱରେ ଥିବା ଲୋକମାନଙ୍କର, କାରଣ ତାଙ୍କ ନିଷ୍ପତ୍ତି ହିଁ କାର୍ଯ୍ୟକାରୀ କରିବ। ହୁଁ ଆପଣଙ୍କର ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ ସେହା ଓଡ଼ିଶାରେ ହେବ, ଏବଂ ତାଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଦାୟିତ୍ୱ ହେଉଛି ଯିଏ ରହିଲେ ପ୍ରଧାନ ସଚିବ। ତେଣୁ ଏ କଥାଟା ମଧ୍ୟ ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ଧାରଣା ହେଉଛି, ଏହା ପ୍ରକୃତରେ 100% କାର୍ଯ୍ୟକାରୀ ହୋଇପାରୁନାହିଁ, ବିକଜ ଅଫ୍ ଦି ପ୍ରେସର ଅଫ୍ ଦି ନନ୍ ଓଡ଼ିଆ ଅଫିସର ଇନ୍ ଓଡ଼ିଶା। ଇଟ୍ସ ନଟ୍ ମୁଁ ମଧ୍ୟ ଗଭର୍ଣ୍ଣମେଣ୍ଟ ହୁଇପ୍ ଥିଲି, ତ ଚାନି ପଟ୍ଟନାୟକ ସମୟରେ ଆମେ ଜାଣିଛୁ ଚାନି ପଟ୍ଟନାୟକ ଉଦ୍ୟମ କରୁଥିଲେ, ଏବଂ ସେତେବେଳେ କ'ଣ ହେଉଥିଲା ମଧ୍ୟ ପ୍ରାକ୍ଟିକାଲି ଗଭର୍ଣ୍ଣମେଣ୍ଟ ଭିତରେ ଆମେ ଜାଣିଛୁ କ'ଣ ହେଉଥିଲା, କ'ଣ ନ ହେଉଥିଲା। ଦ୍ୟାଟ୍ ଇଜ୍ ଏ ଫ୍ୟାକ୍ଟ, ଏକଥା ଅସ୍ୱୀକାର କରିହେବନି। ଏବଂ ତାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆପଣ ଯଦି ଆପଣ କହିଲେ ୟୁନିଭର୍ସିଟି ଯାଉ UPSC ବା ଏଥିରେ ଇଣ୍ଟରଭ୍ୟୁ ହେବ, ଓଡ଼ିଆରେ ହେବ। ଏବଂ ଇଂରେଜୀ କାହିଁ ରଖୁଛନ୍ତି ଏଥିରେ? ନବୀନ ପଟ୍ଟନାୟକ ସମୟରେ ମଧ୍ୟ ହେଇଥିଲା ଯେ ଓଡ଼ିଆରେ ହେବ, କିନ୍ତୁ ଇଂରାଜୀ ଚାହିଁବ ମଧ୍ୟ ଦେଇପାରିବ। କାହିଁକି ଦେବ? ଓଡ଼ିଆରେ ଦେବ, ଇଂରାଜୀ କାହିଁ ଦେବ? ମାନେ ଆପଣ କହୁଛନ୍ତି ଯଦି ଆମେ ଦୁଇଟା ଅପସନ ଦଉଛୁ ପିଲାଙ୍କୁ, ହୁଁ, ପିଲାମାନେ ପ୍ରାୟ ଇଂରେଜୀଟା ହିଁ ଚୁଜ୍ କରିବେ। ହୁଁ। ଆପଣ କହୁଛନ୍ତି ଅପସନଟା ହିଁ ନ ରହୁ, ଯଦିଓ ପରୀକ୍ଷା ଦଉଛନ୍ତି ଓଡ଼ିଆରେ ପରୀକ୍ଷାଟା ଦିଅନ୍ତୁ। କିନ୍ତୁ ଆମେ କହୁଛୁ ପିଲାମାନଙ୍କ ଅପସନ୍ ନାହିଁ। ଆପଣ ଇଂରାଜୀ ଅପସନ୍ ରଖୁଛନ୍ତି ନନ୍ ଓଡ଼ିଆ ଲୋକଙ୍କର ଏଣ୍ଟ୍ରାନ୍ସ ପାଇଁ। ଓଡ଼ିଆରେ ପିଲାମାନେ କାହିଁ ଲେଖିବେନି? ଓଡ଼ିଶାର ପିଲା ଓଡ଼ିଆରେ କାହିଁ ଲେଖିବେ? ମାନେ ଏଇଟା ଟିକେ ଲିମିଟିଂ ହେଇଯିବନି ସାର୍? କାହିଁ ଲିମିଟ୍ ହେବ? ଯଦି ଭଲ କ୍ୟାଡର କିଛି ବାହାରୁ ଆସିକି ଆମ ରାଜ୍ୟକୁ ସର୍ଭ କରିବାକୁ ଚାହୁଁଛନ୍ତି, ଷ୍ଟେଟକୁ ସର୍ଭ କରିବାକୁ ରାଜ୍ୟ ଚାହୁଁଛନ୍ତି, ଆପଣଙ୍କର IAS ଆସୁଛନ୍ତି, IPS ଆସୁଛନ୍ତି, ତ ସେମାନେ IRS ଓଡ଼ିଆରେ ଆସୁଛନ୍ତି, ଲେଖିପାରିବେନି। ସେମାନଙ୍କୁ ତ ଆମର କିଛି ଅସୁବିଧା ନାହିଁ। ହୁଁ ହୁଁ ଯେଉଁମାନେ ଆସୁଛନ୍ତି IRS, IPS, IAS ଆସୁଛନ୍ତି, ତାଙ୍କୁ ଆସିବାର ତ କିଛି ମନା ନାହିଁ, କାରଣ କେନ୍ଦ୍ର ସରକାରଙ୍କର ବ୍ୟାଙ୍କ କ୍ୟାଡର, LIC, GIC, ଇଣ୍ଡିଆନ୍ ରେଲୱେ ସର୍ଭିସ, ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ, IAS, ଏଥିରେ ତ ନ୍ୟାସନାଲାଇଜ୍ କ୍ୟାଡର ଆସୁଛନ୍ତି। ହୁଁ ହୁଁ କିନ୍ତୁ ଆମ ଓଡ଼ିଶାରେ ଯେଉଁ ଡିଷ୍ଟ୍ରିକ୍ଟରେ, କୋର୍ଟରେ ବା ସେକ୍ରେଟାରିଏଟ୍ରେ କାମ କରୁଥିବା ଲୋକ, ବାହାର ଲୋକ କମ୍ପିଟେଣ୍ଟ ହୁଅନ୍ତୁ ନ ହୁଅନ୍ତୁ, ଆସିବାର ଆବଶ୍ୟକ କ'ଣ? ଯେତେବେଳେ ଓଡ଼ିଶାର ଲୋକ ରାଜ୍ୟ ସରକାର
ଗୋଟିଏ ପଟେ କହୁଛନ୍ତି ଆମର 1 କୋଟି ଲୋକ ମାଇଗ୍ରେଣ୍ଟ ଲେବର ବାହାରକୁ ଯାଇଛନ୍ତି। ମୁଁ ଜାଣିନି ସେ ଆନ୍ତର୍ଗତ ସହିତ ଆମେ କହୁଥିଲୁ 50-60 ଲକ୍ଷ, ସେ କହିଲେ କୋଟି। ସେ ମୁଁ ଜାଣିନି ସେ ଆନ୍ତର୍ଗତ ସହିତ କହୁଛନ୍ତି କି ବିଗତ ସରକାରକୁ ବଦନାମ କରିବା ପାଇଁ କହୁଛନ୍ତି 1 କୋଟି ଲୋକ। ସେ ଯାହା ବି ହଉ, 1 କୋଟି ଲୋକ ଓଡ଼ିଆ ଯେତେବେଳେ ରାଜ୍ୟ ବାହାରେ, ଦେଶ ବାହାରେ ଯାଇକି କାର୍ଯ୍ୟ କରୁଛନ୍ତି, ସେତେବେଳେ ଆମେ ଭଲ କ୍ୟାଡର ହଉ କି ନ ହଉ, ଅନ୍ୟ ବାହାର ଲୋକଙ୍କୁ ଆଣିବା ପାଇଁ ସ୍କୋପ୍ ଦେବାର କିଛି ଆବଶ୍ୟକତା ନାହିଁ। ଓଡ଼ିଶା ଲୋକଙ୍କର କାମ ପାଇବା ଦରକାର। କିନ୍ତୁ ଏଥିରେ ଗୋଟେ ଲୁପ୍ ହୋଲ୍ ତ କ୍ରିଏଟ୍ ହେଇଯାଉଛି ସାର୍। ଯୋଉ ଆପଣ କହିଲେ ଡିଷ୍ଟ୍ରିକ୍ଟ ଲେଭେଲରେ ମଧ୍ୟ ଯଦି ଆମେ କ୍ୟାଡର କେବଳ ଓଡ଼ିଆ କ୍ୟାଡର ଆଣୁଛୁ, ହୁଏତ ଆମର ଓଡ଼ିଆ ଭାଷାର ଅସ୍ମିତା ତ ବଞ୍ଚି ଯାଇପାରେ, କିନ୍ତୁ ଦକ୍ଷତା ରହିବ ସାର୍? କାହିଁ ରହିବନି? ଓଡ଼ିଆ ଲୋକମାନେ ଦକ୍ଷ ନୁହନ୍ତି? ବିଲକୁଲ ଅଛନ୍ତି, କିନ୍ତୁ ସମସ୍ତେ ଦକ୍ଷ ହେବେ ବୋଲି ମାନେ ଅଛି? ନାଇଁ, ଆପଣ ଦେଖନ୍ତୁ, ଆପଣ ଗୋଟେ ଦେଖନ୍ତୁ, ଆପଣ କୋର୍ଟକୁ ଯାଆନ୍ତୁ, ଆପଣ କୋର୍ଟରେ କେସ୍ କରିଛନ୍ତି, କିନ୍ତୁ ହୁଏତ କୌଣସି କ୍ଲାଏଣ୍ଟ ଯିଏ ଅଭିଯୋଗକାରୀ ତା ଦଲିଲରେ ତାର ଅର୍ଜିରେ କ'ଣ ଲେଖା ହେଇଛି, ଜଜମେଣ୍ଟ ଅର୍ଡ଼ର କ'ଣ ଦେଲା, କିଛି ଜାଣିছে ବିଷୟରେ? ତାକୁ ଓକିଲ ଯାହା କହିଲେ ସେ ସେୟା ବୁଝିଲା, ଟଙ୍କା ଦେଲା, ଗଲା। କୌଣସି ଲୋକ ଯିଏ କମ୍ପ୍ଲେଣ୍ଟ ତା ଅର୍ଜିରେ କ'ଣ ଲେଖା ହେଉଛି ସେ ଜାଣିପାରୁନି, ବୁଝିପାରୁନି। କାହିଁକି ହେଲା ଆଜି ଷ୍ଟେ ଅର୍ଡ଼ର ହେଲା ସେ ମଧ୍ୟ ବୁଝିପାରୁନି, ଡେଟ୍ କାହିଁକି ଡେଫର ହେଲା ଜାଣିପାରୁନି। କେବଳ ଯାହା ହେବ ସେ ମଧ୍ୟ ଜଜମେଣ୍ଟର କପି ପାଇଲା ପରେ ସେ ବି ପଢ଼ିବନି, ସେ ନେଇ କାହାକୁ ପଢ଼େଇବ। ଆଜ୍ଞା। ଆପଣଙ୍କର ଏବେ ମଧ୍ୟ ଦେଖନ୍ତୁ, କେନ୍ଦ୍ର ସରକାର, ରାଜ୍ୟ ସରକାର, ଏପରିକି ପ୍ରାଇଭେଟ କମ୍ପାନୀ ମଧ୍ୟ ଆପଏଣ୍ଟମେଣ୍ଟ ଲେଟର, ଡିସମିସ୍ ଲେଟର, ସସ୍ପେଣ୍ଡ ଲେଟର ଗୁଡ଼ାକ ଆପଣଙ୍କର ଅବଶ୍ୟ କେନ୍ଦ୍ର ସରକାରଙ୍କର ସେ କରିଛନ୍ତି ଇଂରାଜୀ ଏବଂ ହିନ୍ଦୀରେ ଦେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାର ତ ମଧ୍ୟ ସମସ୍ତ ଲୋକ ଓଡ଼ିଆରେ ଦେବା ଦରକାର, ନହେଲେ ଓଡ଼ିଆ ଲୋକ ସେ ଜାଣିବ କେମିତି? ମୋତେ ପନିସମେଣ୍ଟ ହେଲା, ମୋତେ ଦିଆଯିବ ଇଂରାଜୀରେ ପତ୍ର। ଡିଷ୍ଟ୍ରିକ୍ଟ ଜଜ୍, ସେସନ ଜଜ୍ ବା ତଳ କୋର୍ଟ, ଏଥିରେ ତ ଓଡ଼ିଆରେ କରିବେ, କିଛି ଅସୁବିଧା ନାହିଁ। ଆପଣଙ୍କର ପୋଲିସ ଅଫିସ, ଥାନାରେ ଏବେ କେତେକ ଓଡ଼ିଆରେ ଲେଖୁଥିବେ, ଥାନାରେ ମଧ୍ୟ ସେ ଗୋଟେ କିଏ ଲେଖିବ, ନହେଲେ ସେ ପୋଲିସ ଲେଖିବ, ତାକୁ ଦସ୍ତଖତ କର। ଏଫଆଇଆରରେ, ତହସିଲ ଅଫିସରେ, ବ୍ଲକ ଅଫିସରେ, ଏ ସମସ୍ତ କାର୍ଯ୍ୟକୁ ମଧ୍ୟ ଓଡ଼ିଆରେ, ଯଦି ବିରଳ ଓଡ଼ିଆ ଲୋକଟା ପଢ଼ିବ, ଜାଣିପାରିବ, ଆକ୍ସେସ୍ ଟୁ ଦି ଡକୁମେଣ୍ଟ। ତେଣୁ ଆପଣ ଯାହା କହନ୍ତୁ ସିଏ ଅଲଗା କଥା। ଆମେ ତ କ୍ୱାଲିଟେଟିଭଲି ଅଲ୍ ଇଣ୍ଡିଆରେ ଯେଉଁମାନେ ଲୋକ ଅଛନ୍ତି ଅଣାଯାଇପାରେ, କିନ୍ତୁ ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ ଏବଂ ତଳ ସ୍ତରରେ ଏକଥା ହେଇପାରିବ ଯଦି ମୁଁ ଯାହା କହିଲି ଓଡ଼ିଶା ଭାଷାକୁ ଏକ ରୋଜଗାରର ଭାଷା ବୋଲି ଆମେ ତିଆରି କରିପାରିବା, ତାହେଲେ କୌଣସି ବାପା ମା ଅନିଚ୍ଛୁକ ହେବେନି ଓଡ଼ିଆ ମିଡ଼ିୟମରେ ପଢ଼ିବା ପାଇଁ। ଆମେ ଯେତେବେଳେ ସାର୍ ଆରମ୍ଭ କରିଥିଲେ କଥାଟା, ଏଇ ଆଲୋଚନାଟା, ଯେ ଭାଷାର ନିଜର ପରିଚୟ ରହିବା କାହିଁକି ଦରକାର ବା ସେ କଥାର ଅର୍ଥ କ'ଣ, କିନ୍ତୁ ବହୁତ କଥା ହେଲା ପରେ ମୁଁ ଯାହା ଏବେ ବୁଝିପାରୁଛି ଯେ ଭାଷାକୁ ପରିଚୟ ଦେବାକୁ ଗଲେ ତାକୁ ଆମେ ସାନିଟାଇଜ କରିପାରିବାନି, ତାକୁ ପଲିଟିସାଇଜ କରିବାକୁ ପଡ଼ିବ। ଆଜିର ଏଇ ପଲିଟିକାଲ ଏରିନାରେ ଆମ ରାଜ୍ୟରେ କ'ଣ ହେଲେ ସତରେ ଓଡ଼ିଶା ବା ଓଡ଼ିଆ ଭାଷାର ଅସ୍ମିତା ବନି ରହିପାରିବ ଆପଣଙ୍କ ମତରେ? ପ୍ରଥମତଃ ଇଏ କାର୍ଯ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅଧିକ ଭାବରେ ନିର୍ଭର କରୁଛି, କାରଣ ତାଙ୍କର ନିଷ୍ପତ୍ତି ତାଙ୍କର ବଜେଟ୍ର ଅର୍ଥ ବ୍ୟବସ୍ଥା ଉପରେ ନିର୍ଭର କରୁଛି। ଏବେ ଯେଉଁ କରିଛନ୍ତି, ଯେଉଁ ଶିକ୍ଷାନୀତି ଯେଉଁ କରିଛି, ଶିକ୍ଷାନୀତି କରିଛନ୍ତି, ତାହା ମଧ୍ୟ ବିବାଦୀୟ, ମୁଁ ତା ଭିତରୁ ବିଷୟରେ ଯାଉନି। କିନ୍ତୁ ମୁଖ୍ୟତଃ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଉପରେ ନିର୍ଭର କରୁଛି। ମୁଁ ଖାଲି ଗୋଟିଏ ଉଦାହରଣ ଦେବି, ଯାହା ମୁଁ କହିଥିଲି, ଓଡ଼ିଆ ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଏବଂ ସଂସ୍କୃତି ବା ଇଂଲିଶରେ PhD କରିଥିବା ଲୋକଙ୍କୁ ଓଡ଼ିଆ ୟୁନିଭର୍ସିଟିର, ମୁଁ ଜାଣିନି, ମୁଁ ତାଙ୍କୁ ଚିହ୍ନି, ତାଙ୍କ ବିରୁଦ୍ଧରେ ମୋର କିଛି କହିବାର ନାହିଁ, ପିଲାମାନଙ୍କ ଷ୍ଟ୍ରାଇକ୍ଟା ମୁଁ ଦେଖିଲି। ଏବଂ ଯେଉଁ ଲୋକ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିବସରେ ଏଭଳି କହୁଛନ୍ତି, ସେଭଳି ଲୋକଙ୍କୁ ରଖନ୍ତୁ ନାହିଁ। ଓଡ଼ିଆ ୟୁନିଭର୍ସିଟି, ଓଡ଼ିଆ ହାଇସ୍କୁଲ, କଲେଜରେ ଯେଉଁଠି ଓଡ଼ିଆ ପୋଷ୍ଟ ଗୁଡ଼ିକ ଖାଲି ଅଛି, ତାକୁ ତୁରନ୍ତ ଫୁଲଫିଲ୍ କରିବା ଦରକାର। ତୃତୀୟ କଥାଟି ହେଉଛି, ଆଦର୍ଶ ସ୍କୁଲ ଗୋଟିଏ, ଦୁଇଟା, ତିନିଟା କରିଦେଲେ ମଧ୍ୟ ତାର କିଛି ପରିବର୍ତ୍ତନ ହେବ ନାହିଁ। ଆଦର୍ଶ ସ୍କୁଲ ବା କନଭେଣ୍ଟ ସ୍କୁଲରେ ପିଲା କାହିଁକି ପଢ଼ୁଛନ୍ତି, ସେଥିରେ 4-5ଟା ଆପଣ ଯଦି ଲକ୍ଷ୍ୟ କରିବେ, ଯେଉଁଥିପାଇଁକି ପିଲାମାନେ ଆଗ୍ରହୀ ହେଉଛନ୍ତି, କାରଣ ଗୋଟେ ଡିସିପ୍ଲିନ୍ ମେଣ୍ଟେନ୍ ହେଉଛି, ଗାର୍ଡ଼ିଆନ୍ମାନଙ୍କ ସହିତ ରେଗୁଲାର ଇଣ୍ଟରାକ୍ସନ୍ ହେଉଛି, ଯେଉଁଟାକି ଆମ ସ୍କୁଲରେ ନାହିଁ। ଗାର୍ଡ଼ିଆନ୍ମାନଙ୍କ ସହିତ ରେଗୁଲାର ଇଣ୍ଟରାକ୍ସନ୍ ହେଉଛି ଏବଂ ସେମାନେ ପାଠ ପଢ଼ା ସହିତ ମଧ୍ୟ ଖେଳ, ମ୍ୟୁଜିକ୍, ବିଭିନ୍ନ ପ୍ରକାର କଥାକୁ ମଧ୍ୟ କରୁଛନ୍ତି, ଯାହା ମଧ୍ୟ ପିଲାଙ୍କୁ ଅଧିକ ଆଟ୍ରାକ୍ଟ କରୁଛି। ଏବଂ ଗୋଟେ ବାପା ମାଆଙ୍କର ପିଲାଙ୍କର ରହୁଛି, ପବ୍ଲିକ ସ୍କୁଲରେ ପଢ଼ିଲେ, ଇଂଲିଶ ମିଡ଼ିୟମ ସ୍କୁଲରେ ଚାକିରି, ଭଲ ଗ୍ରାଣ୍ଟ ମିଳିବ, ଚାକିରି ମିଳିବ। ଏବଂ କେତେକ ଜାଗାରେ ବି କୁହାଯାଉଛି ଓଡ଼ିଆ ସ୍କୁଲରେ
ଭଲ ଷ୍ଟୁଡେଣ୍ଟ ଯିଏ ଭଲ ପାଠ ପଢ଼ୁଛି ତାକୁ ଫାର୍ଷ୍ଟ କ୍ଲାସ୍ ମାନେ 70% ମିଳିଲେ ବହୁତ ଭଲ କଥା। କିନ୍ତୁ ପବ୍ଲିକ ସ୍କୁଲରେ 95 99 ମାର୍କ ମିଳୁଛି। ସେ ଜାଣିଶୁଣି ଦେଉଛନ୍ତି, କେମିତି ଦେଉଛନ୍ତି। ଏବଂ ଦିଲ୍ଲୀ ୟୁନିଭର୍ସିଟିରେ ମୁଁ ଦେଖିଛି 95 ତଳକୁ ରହିଲେ ଆପଣଙ୍କର କୌଣସି ଦରଖାସ୍ତ ଗ୍ରହଣୀୟ ହେବନି। ଏଇ ଯେଉଁ କଥାଟା ଉଠୁଛି ତାହେଲେ କ'ଣ କରାଯାଇପାରିବ? ଆମ ଦେଶରେ ଧରାଯାଉ ମୋ ରାଜ୍ୟରେ ଆପଣ ଗୋଟେ କଥା ଦେଖିବେ, କେନ୍ଦ୍ରରେ ରାଜ୍ୟରେ ସ୍କୁଲ କଲେଜ ଗୁଡ଼ିକ ସରକାର କରିନାହାନ୍ତି, ଏଗୁଡ଼ିକ ପ୍ରକୃତରେ ପବ୍ଲିକ ଡୋନେସନ୍ ସାହାଯ୍ୟରେ ହେଇଛି। ଏଇ ଯେଉଁ ସ୍କୁଲ ଗୁଡ଼ିକରେ ଯଦି ଆମେ ଆଦର୍ଶ ସ୍କୁଲ ଗଠନ ନ କରି ଏଇ ସ୍କୁଲ ଗୁଡ଼ିକୁ ପବ୍ଲିକ ସ୍କୁଲର ସମକକ୍ଷ କରିପାରିବା ନାହିଁ କାହିଁକି? ବର୍ତ୍ତମାନ ଆମ ପାଖରେ ଯଥେଷ୍ଟ ବଜେଟ୍ ଅଛି। ଓଡ଼ିଶାରେ ମୁଁ ଯେତେବେଳେ ହୁଇପ୍ ଥିଲି ସେତେବେଳେ ଓଡ଼ିଶାର ବଜେଟ୍ ପୁରା ଟୋଟାଲ ସବୁ ମିଶିକି ବଜେଟ୍ ନନ୍ ବଜେଟ୍ ମିଶିକି ମଧ୍ୟ 30,000 କୋଟି ନଥିଲା, 5 ପ୍ଲାନ୍ ମନି ମିଳୁଥିଲା 5,000 କୋଟି, କିନ୍ତୁ ବର୍ତ୍ତମାନ ଆସିକି 3,10,000 କୋଟି ହେଲାଣି। ଏବଂ ଇଏ ମଧ୍ୟ ଯେ ସରକାରଙ୍କର କିଛି ଅଧିକ ଉଦ୍ୟମ ସେ କଥା ନୁହେଁ, ଏହାର ଗୋଟେ ପାର୍ଟ ଆମକୁ ମିଳୁଛି CGSଠୁ ଟଙ୍କା ମିଳୁଛି କେନ୍ଦ୍ରରୁ, କେନ୍ଦ୍ର ସାହାଯ୍ୟ। ଦ୍ୱିତୀୟ ହଠାତ୍ ଆମକୁ ମାଇନିଂରୁ ଯଥେଷ୍ଟ ମିଳିଗଲା 50,000 କୋଟି। ଏଭଳି ଭାବରେ 3,10,000 କୋଟି ଟଙ୍କା ଆମେ ପାଉଛେ। ଆମେ ଯଦି ଯେତିକି ହାଇସ୍କୁଲ କଲେଜ ଅଛି ତାକୁ ସମକକ୍ଷ କରିବା ପାଇଁ କ'ଣ ଦରକାର? ଇନଫ୍ରାଷ୍ଟ୍ରକ୍ଚର, ସ୍କୁଲ କଲେଜ ଘର କରିବ, ଏଜୁକେଟେଡ୍ ଟ୍ରେନ୍ ଟିଚର୍ସ ଏବଂ ଟିଚର୍ସମାନଙ୍କୁ ପ୍ରଶିକ୍ଷଣ ଦେବା, ଏବଂ ତା ଛଡ଼ା ଗାର୍ଡ଼ିଆନଙ୍କ ଇଣ୍ଟରାକ୍ସନ୍ ଯାହା ପବ୍ଲିକ ସ୍କୁଲରେ ହେଉଛି, ଯଦି ଆମେ ସବୁଗୁଡ଼ାକର ଲାଇବ୍ରେରୀ, ଲାବୋରେଟୋରୀ, ଇନଫ୍ରାଷ୍ଟ୍ରକ୍ଚର, ଟିଚର୍ସ କରିପାରିବା, ତାହେଲେ ଆମେ ସବୁ ଓଡ଼ିଆ ମିଡ଼ିୟମ୍ ସ୍କୁଲ ଗୁଡ଼ିକୁ ମଧ୍ୟ ମୋ ମତରେ ଆମେ ପବ୍ଲିକ ସ୍କୁଲର ସମକକ୍ଷ କରିବା ପାଇଁ ବଜେଟ୍ ପ୍ରୋଭିଜନ କରିବା ଦରକାର, ନା କି ଆମେ ଅଧିକା ପବ୍ଲିକ ସ୍କୁଲ କରିଦେଲେ ସରକାର ଉଦ୍ୟମରେ ମଧ୍ୟ କିଛି ଲାଭ ହେବ ନାହିଁ। ଏ ସ୍କୁଲ ଗୁଡ଼ିକୁ ତାର ସମକକ୍ଷ କରିବା ପାଇଁ ଉଦ୍ୟମ ଦରକାର। ତୃତୀୟ କଥା ହେଲା, ମୁଁ ଯାହା କହିଲି ଆପଣଙ୍କୁ, ଚାକିରିରେ କୋର୍ଟ ତହସିଲ କେବଳ ହାଇକୋର୍ଟକୁ ଛାଡ଼ିଦେଲେ ସମସ୍ତ ସରକାରୀ ଅଫିସରେ ଦେୟାର ସୁଡ୍ ବି ନୋ ଅପସନ୍ ଫର୍ ଇଂରେଜୀ ଆର୍ ହିନ୍ଦୀ। ଇଂରାଜୀ ହିନ୍ଦୀ ଅପସନ୍ ରହିବ କେଉଁଠିକି? ଯେଉଁଟାକି ଅନ୍ୟ ରାଜ୍ୟକୁ ଯିବ, ସେଣ୍ଟରକୁ ଯିବ, ସୁପ୍ରିମକୋର୍ଟ, ହାଇକୋର୍ଟଟା ରହିପାରେ ଇଂରାଜୀରେ, କାରଣ ହାଇକୋର୍ଟଟା ସୁପ୍ରିମକୋର୍ଟର ରହିପାରେ। ହାଇକୋର୍ଟ ବ୍ୟତୀତ ଅନ୍ୟ ସବୁ କୋର୍ଟରେ, ତହସିଲ, ପୋଲିସ, ସବୁଥିରେ କେବଳ ଓଡ଼ିଆ। ଦେୟାର ସୁଡ୍ ନଟ୍ ବି ଏନି ଅପସନ୍ ଫର୍ ଇଂରାଜୀ, ଯେଉଁଠିକି ଅନ୍ୟ ରାଜ୍ୟରେ ନାହିଁ ମଧ୍ୟ, କୌଣସି ସ୍ୱାଧୀନ ନାହିଁ। ତାହେଲେ ଓଡ଼ିଆ ଭାଷା ହେଇପାରିବ। ଏବଂ ଚତୁର୍ଥ କଥା ମୁଁ ଯାହା କହିଛି ଆପଣଙ୍କୁ, ଯେ ଆମକୁ ଓଡ଼ିଆ ଭାଷାରେ ଏଇ ଧରନ୍ତୁ ନାଁ ଚେଞ୍ଜ କରିବା ପାଇଁ ଇଏ ସରକାର ତ ନାଁ ଚେଞ୍ଜ କରିବାର ଏକ୍ସପର୍ଟ, ଏପର୍ଯ୍ୟନ୍ତ ବି ଖାଲି କହୁଛନ୍ତି ପୁରା, ଏପର୍ଯ୍ୟନ୍ତ ନା କଟକ ସ୍ପେଲିଂ ମଧ୍ୟ ଭୁଲ, କଟକ କଟକ ହେଇ ଦେଖାଯିବ, CUTT କଟକ ହିଁ କହୁଛନ୍ତି, ଚେଞ୍ଜ ଏପର୍ଯ୍ୟନ୍ତ କରୁନାହାନ୍ତି ମଧ୍ୟ। ଆପଣ କେଉଁଝର ଯେଉଁଟା କହୁଛନ୍ତି, ଇଏ ତ ଗୋଟେ ଷ୍ଟ୍ରୋକ୍ ଅଫ୍ ଦି ଡିପାର୍ଟମେଣ୍ଟ ଅଫ୍ ହୋମ୍ ରେଭିନ୍ୟୁରେ କରିଦେଲେ ମଧ୍ୟ ଚେଞ୍ଜ ହେଇପାରିବ। ତେଣୁ ଏଗୁଡ଼ାକୁ ମଧ୍ୟ ଚେଞ୍ଜ କରିବା ଦରକାର। ଏବଂ ସାରା ଓଡ଼ିଶାରେ ମଧ୍ୟ ଯେଉଁ ନେମ୍ ପ୍ଲେଟ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି, ଓଡ଼ିଆକୁ ପ୍ରଥମ ଗୁରୁତ୍ୱ। ଆପଣ ଦେଖିବେ ଭୁବନେଶ୍ୱର ଯାଆନ୍ତୁ, ଟ୍ରାଫିକରେ ପୋଲିସ କମିଶନରେଟ୍ ଲେଖା ହେଇଛି, ତ କିଏ ପଢ଼ିବ? ଯେଉଁ ଆପଣଙ୍କର ଯେଉଁ ପ୍ରତି ଯେଉଁ ବିଭିନ୍ନ ୱାର୍ଡ଼ ବା ଲେଖା ହେଇଛି, ସବୁ ଜାଗାରେ ସବୁଥିରେ ସାଇନ୍ ବୋର୍ଡ଼ରେ ଇଂରାଜୀରେ ଲେଖା ହେଇଛି, ତ କିଏ ପଢ଼ିବ? ତ କିଏ କରିବ? ଏଗୁଡ଼ିକ ତ ଅତି ସହଜରେ ହେଇପାରିବ। ଯଦି ଗଭର୍ଣ୍ଣମେଣ୍ଟର ଗୋଟେ ସିମ୍ପଲ୍ ଅର୍ଡ଼ରରେ କଟକ ଭୁବନେଶ୍ୱରର ସାଇନ୍ ବୋର୍ଡ଼ ନେମ୍ ପ୍ଲେଟ୍ ଚେଞ୍ଜ ହେବା ପାଇଁ ଚାହିଁଲେ କେତେ ସମୟ ଲାଗିବ? ହେଇପାରିବ। କିନ୍ତୁ ଆମର ସେତିକି ଆନ୍ତରିକତା ନାହିଁ। ଆମେ କେବଳ ଲୋକଙ୍କ ବାଧ୍ୟରେ, ଲୋକଙ୍କ ସମର୍ଥନ ପାଇଁ ଓଡ଼ିଆ ଅସ୍ମିତା କଥା କହୁଛି, କିନ୍ତୁ ପ୍ରକୃତରେ ଯଦି ଇଏ ସରକାରଙ୍କର ଆନ୍ତରିକତା ଥିବ, ମୁଁ ଭାବୁଛି ଯାହା କହିଲି, ଆମ କଲେଜ ସ୍କୁଲ ଗୁଡ଼ିକୁ ପବ୍ଲିକ ସ୍କୁଲର ସମକକ୍ଷ କରିବା ପାଇଁ ଲାବୋରେଟୋରୀ, ଲାଇବ୍ରେରୀ, ଇନଫ୍ରାଷ୍ଟ୍ରକ୍ଚର, ଟିଚର ରହିବା ଦରକାର। ସବୁ ପୋଷ୍ଟ ଗୁଡ଼ିକ ଫିଲ୍ଅପ୍ ହେବା ଦରକାର। ତଳ ସମସ୍ତ କୋର୍ଟ ଏବଂ ସରକାରୀ ଅଫିସରେ କାର୍ଯ୍ୟକାରୀ ହେବା ଦରକାର। ଏବଂ ତାକୁ ଯେଉଁମାନେ ଇମ୍ପ୍ଲିମେଣ୍ଟ ନ କରୁଛନ୍ତି ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏବଂ ଆପଣଙ୍କ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ। କେବଳ ସରକାର ବି କଲେ ହେବନି, ଏଥିପାଇଁ ଜନସାଧାରଣଙ୍କର ସହଯୋଗ ଆବଶ୍ୟକ। ଏବଂ ଆମେ ମଧ୍ୟ ଆମ ସମସ୍ତଙ୍କ ସଂଗଠନ ମିଳିତ ଭାବରେ ଜନସାଧାରଣଙ୍କ ଭିତରେ ଜାଗରଣ ଚେଷ୍ଟା କରିବା ପାଇଁ, ଆଉ ଥରେ ମଧ୍ୟ ଏ ଭାଷା ଆନ୍ଦୋଳନକୁ ସଫଳ କରିବା ପାଇଁ, ଓଡ଼ିଆ ଭାଷାକୁ ଅସ୍ମିତାକୁ ରକ୍ଷା କରିବା ପାଇଁ ଏବଂ ୟାକୁ ଭବିଷ୍ୟତରେ ସୁରକ୍ଷା କରିବା ପାଇଁ ମଧ୍ୟ ଜନସାଧାରଣଙ୍କ ସହଯୋଗ ଉଦ୍ୟମ କରିବା ପାଇଁ ଏକ ସଂଗଠନ ସଚେତନ ମଧ୍ୟ କରିବା ଆବଶ୍ୟକ। ସାର୍, ଯେମିତି ଆପଣ କହିଲେ ଗୋଟେ ଗୋଟେ ଷ୍ଟେଜ୍ ବା ଫେଜ୍ରେ, ଯେମିତି ଆଡମିନିଷ୍ଟ୍ରେଟିଭ ଲେଭେଲରେ, ଡିପାର୍ଟମେଣ୍ଟାଲ ଲେଭେଲରେ, ଏଜୁକେସନାଲ ଇନଷ୍ଟିଟ୍ୟୁସନ ଲେଭେଲରେ ବା ଜନସାଧାରଣଙ୍କ ସ୍ତରରେ ଓଡ଼ିଆ କିପରି ଗୋଟେ ଭୂମିକା କରିପାରିବ, ଏଇ ଜାଗାରେ ଯଦି ଜନସାଧାରଣ ପାଇଁ ଆମର ଐତିହାସିକ ମାନୁସ୍କ୍ରିପ୍ଟସ୍, ଯେମିତି ଆପଣ କ'ଣ କ'ଣ ମାନୁସ୍କ୍ରିପ୍ଟସ୍ ବ୍ୟବହାର କରିଥିଲେ ସାର୍ ଏଇ ଯେଉଁ ଉଦ୍ୟମରେ,
ଓଡ଼ିଆ को क्लासिकल लैंग्वेज स्टेटस दिले बारे ତ ମାନୁସ୍କ୍ରିପ୍ଟ ବହୁତ ଅଛି ଏ ବହିରେ ଆପଣ ଯଦି ଦେଖିବେ ଏ ବହିରେ ଆପଣ ଯଦି ଫଟୋ ନେଇପାରନ୍ତି, ଯଦି ଆପଣଙ୍କ ପାଖରେ ନଥିବ ଫଟୋ ନେଇପାରନ୍ତି। ଏଥିରେ ଆମେ ଦେଇଛୁ ମଧ୍ୟ ସବୁ ଫଟୋ ଅଛି। ଆପଣ ଯଦି ଭିତରକୁ ଯିବେ ଓଡ଼ିଆ ଭାଷା କିଭଳି ଭାବରେ 10ମ ଶତାବ୍ଦୀ ପର୍ଯ୍ୟନ୍ତ ୟାର ଇନସ୍କ୍ରିପ୍ସନ୍ କ'ଣ ଥିଲା, ତାପରେ କେମିତି ଚେଞ୍ଜ ହେଲା, ଏଥିରେ ଡିଟେଲ୍ ଅଛି ସବୁ। ସବୁଥିରେ ଏଭ୍ରିଥିଙ୍ଗ ଇଜ୍ ଦେୟାର। ଆମେ ନେଇଛୁ ମଧ୍ୟ ଫକୀରମୋହନ କ'ଣ କହିଥିଲେ ସେତେବେଳେ, ଗଙ୍ଗାଦେବୀ କ'ଣ ଆମର ରାଧାନାଥ ରାୟ କ'ଣ କହିଥିଲେ, ଯେତେବେଳେ ତା ପୂର୍ବରୁ ମଧ୍ୟ କେଉଁ ସାହିତ୍ୟିକ ଲେଖକ ସମସ୍ତଙ୍କର ମେନସନ୍ ଅଛି ମଧ୍ୟ। ବେନ୍ସା ଯେତେବେଳେ ଆସିଥିଲେ ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଆସିଥିଲେ, ସେ ମଧ୍ୟ ଆମ ସେଇବାଟେ ଦେଇକି ଯାଜପୁର ଦେଇକି ଏବାଟେ ଯାଇଥିଲେ ଏବଂ ସେ ତାଙ୍କ ଭ୍ରମଣ କାହାଣୀରେ ମଧ୍ୟ ଉଡ୍ର ଓଡ଼ିଆ କଥା ମେନସନ୍ କରିଛନ୍ତି। ସେଥିରେ ମଧ୍ୟ ଉଡ୍ର ଓଡ଼ିଆ କଥା ମେନସନ୍, ଯେଉଁଟାକି ଆମେ ମଧ୍ୟ ମେନସନ୍ କରିଛୁ। ତେଣୁ ଦିସ୍ ଆର୍ ଦି ଭେରି ଭ୍ୟାଲିଡ୍ ଡକ୍ୟୁମେଣ୍ଟସ୍। ଏବଂ ଏ ବହିରେ ମଧ୍ୟ କେତେବେଳେ ପ୍ରଶ୍ନ ଉଠା ହେଲା, କ'ଣ ଆନ୍ସର୍ ଦେଲେ, କ'ଣ କିଏ କହିଲେ, ଏଭ୍ରିଥିଙ୍ଗ ଇଜ୍ ଦେୟାର। ଏବଂ ତା ଛଡ଼ା ଏବଂ ଏଇ ଯେଉଁ ଆପଣ ଏଇ ଦେଖିବେ ଯଦି ଏଥିରେ ମଧ୍ୟ କେମିତି ଡେଭଲପ୍ ହେଇଛି ଅକ୍ଷର ସବୁ, ଏ ଅକ୍ଷର କେମିତି ଚିତ୍ରରେ ଥିଲା, ଏସବୁ କେମିତି ଆସ୍ତେ ଆସ୍ତେ ଡେଭଲପ୍ अक्षर को आसिला କେମିତି ଅକ୍ଷରକୁ ଆସିଲା। ଏବଂ ଏଇ ଯେଉଁ ସଂକଳନଟା କରିବା ଫଳରେ ଆମକୁ ରାଦର Status ଓଡ଼ିଆ ଟା ଭାଷାକୁ ମିଳିପାଇଲା। କ୍ଲାସିକାଲ କରିବା ପାଇଁ ମିଳିଲା। ଅଦରୱାଇଜ୍ ଏଇ ଯେଉଁଟା ହେଇପାରିବନି ବୋଲି ଲୋକଙ୍କ ଭିତରେ ଧାରଣା ଥିଲା, ଯେହେତୁ ଆମର ଭାଷା ତ କପିଳେନ୍ଦ୍ର ଦେବ ସାରଳା ସାହିତ୍ୟଠୁ ଆରମ୍ଭ ହେଇଛି, ଆମର ହେଇପାରିବ। ଏଇ ଯେଉଁ ମାଇଣ୍ଡ ସେଟ୍ଟା ଆମର ଥିଲା, ସେଇ ମାଇଣ୍ଡ ସେଟ୍ଟାକୁ ଆମେ ବ୍ରେକ୍ କରୁ। ଏବଂ ସେ ବ୍ରେକ୍ କରିବା ପାଇଁ ଏଇ ଯେଉଁଟା ମୁଁ କଥା କହିଲି, ହୁଏନ୍ ସାଂଙ୍କର ଭ୍ରମଣ କାହାଣୀ, ବୁଦ୍ଧଙ୍କର 64 ଭାଷାରେ ଉଡ୍ର, ଏବଂ ଏଇ ଯେଉଁ ଆମର 5755 କେବ୍ରେ ଯେଉଁ ସ୍କ୍ରିପ୍ଟ ଏବଂ ଯେଉଁ ଭାଷା ଥିଲା, ଖଣ୍ଡଗିରିର ଶିଳାଲିପି ଏଡିକ୍ଟ ଏବଂ ଉଦୟଗିରିର ଏଡିକ୍ଟ, ଏବଂ ବୁଦ୍ଧ ଯେଉଁ ଭାଷା ଜାଣିଥିଲେ, ଏବଂ ଏପରିକି ମଧ୍ୟ ଆପଣଙ୍କର ଆସିଥିଲା ବାହାରିଥିଲା ବିଜୟ ବୋଲି ଜଣେ ରାଜା ଥିଲା କଳିଙ୍ଗର, ଯାହାଙ୍କ ନାଁରେ ମଧ୍ୟ ଶ୍ରୀଲଙ୍କାରେ ଚାଲୁଥିଲା, ଟଙ୍କା ଚାଲୁଥିଲା। ଏଇ ବହିଟାକୁ ଆମେ ଦେଇଥିଲୁ ପ୍ରଥମେ ସେପ୍ଟେମ୍ବରରେ, ଫାର୍ଷ୍ଟ ଡ୍ରାଫ୍ଟ। ତାପରେ ଓଡ଼ିଶାର ସେକେଣ୍ଡ ଡ୍ରାଫ୍ଟ ଆମର ଯେଉଁଟା ଡିସେମ୍ବର 19ରେ ମିଟିଂ ହେଲା। ତାପରେ ଏଇ ଡ୍ରାଫ୍ଟଟା ଦେଲା ପରେ ହେଲା ସେଥିରେ ଜୁଲାଇ 23ରେ ଯେଉଁଟା ହେଲା ହେଇଗଲା ପରେ ସମସ୍ତେ ଚାହିଁଲେ, ଏଭରିବଡି ୱାଣ୍ଟେଡ୍ ଟୁ ଟେକ୍ ଦେୟାର କ୍ରେଡିଟ୍। କିନ୍ତୁ ମୁଁ ଖାଲି ଗୋଟିଏ ଲାଇନରେ କହିବି, ଏ ଯେଉଁମାନେ ପୂର୍ବରୁ ଅସ୍ମିତା କଥା କହୁଥିଲେ କି ବର୍ତ୍ତମାନ ଅସ୍ମିତା କଥା କହୁଛନ୍ତି, ଏ ଆନ୍ଦୋଳନରେ କେହି ଭାଗିଦାର ନଥିଲେ। ସେମାନେ ଏ ଭାଗିଦାର ଧରନ୍ତୁ, ମୁଁ ତ ଆପଣଙ୍କୁ ଏ ବହିଟା ଦେଇଛି, ଏ ବହିଟା ଦେଇଛି ଆପଣଙ୍କୁ, ଭଏସ୍ ଅଫ୍ ଓଡ଼ିଶାର ବହି ଦେଇଛି। ଆଜ୍ଞା ଇଫ୍ ଏନିବଡି ଇଜ୍ କ୍ଲେମିଂ, ଲେଟ୍ ଦେମ୍ ଶୋ ଯେ ପାର୍ଲାମେଣ୍ଟରେ କିଏ କଥା କିଏ କେତେବେଳେ ଉଠେଇଛି, ଦେଇଛି, କ'ଣ କରିଛି। କାରଣ ତା କାରଣ ହେଉଛି, ମୁଁ ଆପଣଙ୍କୁ କହୁଛି, ତା କାରଣ ହେଉଛି ସମସ୍ତଙ୍କର ଧାରଣା ଥିଲା ଇଏ ହେଇପାରିବନି। ହେଇପାରିବନି। ଏବଂ ଯେଉଁ 17 ଜଣ MP ଦସ୍ତଖତ କରିଛନ୍ତି, ଆଇ ଏମ୍ ସରି ଟୁ ସେ 17 ଜଣ ମୋ ସାଙ୍ଗରେ ଭେଟିଲା ବେଳେ କିଏ ଯାଇନାହାନ୍ତି, ମୁଁ ଏକୁଟିଆ ଯାଇଥିଲି। ଖାଲି ମୁଁ କହିଲା ଫଳରେ ବାଧ୍ୟବାଧକତା ଦସ୍ତଖତ କରିଦେଲେ ସିନା, କିନ୍ତୁ ସାଙ୍ଗରେ ଆମେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି, ପ୍ରଣବ ମୁଖାର୍ଜୀଙ୍କୁ 3 ଥର ଭେଟିଛି ଏବଂ 3 ଥର ଯାକ ସେ ମଧ୍ୟ ପଠାଇଛନ୍ତି। କାରଣ ବିକଜ ଆଇ ୱାଜ୍ ଭେରି କ୍ଲୋଜ୍ ଟୁ ଆଜ୍ ରାଜ୍ୟସଭା ମେମ୍ବର। ତ ପ୍ରଣବ ମୁଖାର୍ଜୀ ଚିଫ୍ ହୁଇପ୍ ଥିଲେ, ଡକ୍ଟର ମନମୋହନ ସିଂ ଆଗରୁ ଥିଲେ ଆମର ଲିଡର, ତାପରେ ପ୍ରଧାନମନ୍ତ୍ରୀ ହେଲେ। କିନ୍ତୁ ସେତେବେଳେ ନ ଯିବାର, ଏପରିକି ମୋତେ ଅନ୍ୟମାନେ ଜାନକୀ ପଟ୍ଟନାୟକ ମରିଗଲେଣି, ମୋତେ ପରେ 2 ଥର କହିଲେ, ଯାହା ହଉ ଆମ ଗୋଟେ କାମ କରିଦେଲ ଯେଉଁଟାକି ଆମେ କରିପାରୁନଥିଲୁ। କିନ୍ତୁ ସିଏ ମଧ୍ୟ ଆଗରୁ କହୁଥିଲେ ସିଏ କ'ଣ ହେବ, ଏଇଟା କ'ଣ ମୋତେ କାହିଁ ଏତେ ଲାଗୁନି କିଛି। ଗଭର୍ଣ୍ଣର ଥିଲେ, ଅନ୍ୟ ଆମ ଶ୍ରୀକାନ୍ତ ଜେନା ମନ୍ତ୍ରୀ ଥିଲେ, ଅନ୍ୟମାନେ ଥିଲେ, କ'ଣ ଲାଗିଛି ଏଥିରେ। ଭବିଷ୍ୟତ କ'ଣ ସାର୍ ଆମ ଓଡ଼ିଆ ଭାଷାର? ଓଡ଼ିଆ ଭାଷାର ଭବିଷ୍ୟତ ଓଡ଼ିଆମାନଙ୍କ ଉପରେ, ଏହା ମଧ୍ୟ କୌଣସି ସରକାରଙ୍କ ଉପରେ କେବଳ ଛାଡ଼ି ଦିଆଯାଇପାରିବ ନାହିଁ। କାରଣ ସରକାର ଆକୁ କେବେ ରଖିନାହାନ୍ତି, ବା ସରକାର ଓଡ଼ିଆ ଭାଷା ଯେତେବେଳେ ମରିଯାଉଥିଲା, ଆପଣଙ୍କର ଯେଉଁ ହେଲା ଓଡ଼ିଆ ପ୍ରଦେଶ, ଓଡ଼ିଆ ଭାଷା ଭିତ୍ତିରେ ବା ଓଡ଼ିଆ ଭାଷା ହେଲା, କେଉଁ ସରକାର କରିଥିଲେ ନା? ଓଡ଼ିଆ ଭାଷାକୁ କ୍ଲାସିକାଲ ଲାଙ୍ଗୁଏଜ କରିବା ପାଇଁ ମଧ୍ୟ ସରକାରଙ୍କର ଲେଖା ଯେତେ ଗୁଡ଼େ ହେଇଛି କିଏ ଦେଇନାହାନ୍ତି, ସବୁ ସାହିତ୍ୟ ସଂଗଠନ ବା କିଏ MP ବା ଅନ୍ୟମାନେ କରିଛନ୍ତି। ଏହାର ଭବିଷ୍ୟତ ହେଉଛି ଆମେ ଓଡ଼ିଆ ଲୋକ କେତେ ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ ଉଦ୍ୟମ କରୁଛେ, ତା ଉପରେ ଆମକୁ ନିର୍ଭର କରେ। ଓଡ଼ିଆ ଅସ୍ମିତା କଥା ସରକାର କାହିଁ କହୁଛନ୍ତି? ଯେତେବେଳେ ଦେଖିଲେ ଓଡ଼ିଆ, ଆପଣ ଦେଖିବେ କ୍ଲାସିକାଲ ଲାଙ୍ଗୁଏଜ ଥରେ ହେଇଗଲା, ତାପରେ 1000 ଲୋକ କ୍ଲେମ୍ କଲେ ଆମେ କରିଛୁ, ଆମେ ଲେଖିଛୁ, ଆମେ କରୁଛୁ। କାରଣ ସଫଳତାର କ୍ରେଡ଼ିଟ୍ ନେବା ପାଇଁ ସମସ୍ତେ ଚାହାନ୍ତି। ଏବଂ ସଫଳତା କ୍ରେଡ଼ିଟ୍ ନେଲା ପରେ ଯେଉଁ ଦାବି ଆମେ ସବୁ କରିଥିଲୁ, ଓଡ଼ିଆ ଭାଷା ହେବ, ସେଣ୍ଟର ଅଫ୍ ଏକ୍ସଲେନ୍ସ ହେବ, ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଯେତିକି ଟଙ୍କା ଦେବା କଥା ମଧ୍ୟ ଦେଇନାହାନ୍ତି। କେବଳ ଏଇଟା ପାଇଁ ଏଇ ଯେଉଁ ମୁଁ କହିଲି ବହି ଟ୍ରାନ୍ସଲେସନ୍ କରିବା ପାଇଁ ସେମାନେ ତାଙ୍କର ଏଜୁକେସନ୍ ଡିପାର୍ଟମେଣ୍ଟ ତରଫରୁ ଧର୍ମେନ୍ଦ୍ରଙ୍କୁ ଆମେ କହିଥିଲୁ, ସାହାଯ୍ୟ କରିଥିଲେ। କିନ୍ତୁ ମାନେ ଯେଉଁଭଳି ଭାବରେ ହେବା କଥା ନାହିଁ, ଆମେ ସରକାରରେ ଥିବା ଲୋକମାନେ ଓଡ଼ିଆ ଅସ୍ମିତାକୁ ଆମର ଏକ ପଲିଟିକାଲ ସ୍ଲୋଗାନ ଭାବରେ ଗ୍ରହଣ କରୁଛୁ, ହ୍ୱିଚ୍ ଇଜ୍ ନଟ୍ ଗୁଡ୍ ଫର୍ ଦି ଲାଙ୍ଗୁଏଜ
ନର୍ ଫର୍ ଓଡ଼ିଶା ଲୋକମାନଙ୍କ ପାଇଁ କି ଲାଙ୍ଗୁଏଜ୍ ପାଇଁ। ଓଡ଼ିଆ ଭାଷାକୁ କେବଳ ଓଡ଼ିଆ ଲୋକମାନେ ରକ୍ଷା କରିପାରିବେ। ମୁଁ ଯାହା କହିଲି, ଓଡ଼ିଶା ସରକାର, ବିଧାୟକ, ଏମ୍ପିଙ୍କ ସହିତ ଓଡ଼ିଶାର ସାଧାରଣ ଲୋକ ଓଡ଼ିଆ ଭାଷାକୁ ବଞ୍ଚେଇବା ପାଇଁ ଉଦ୍ୟମ କରିବା ଦରକାର। ଓଡ଼ିଆ ଲାଙ୍ଗୁଏଜ୍ରେ, ଓଡ଼ିଆ ମିଡ଼ିୟମ୍ରେ ପାଠ, ସେ ଇଞ୍ଜିନିୟରିଂ ପଢ଼ନ୍ତୁ, ମେଡ଼ିକାଲ ପଢ଼ନ୍ତୁ ବା କ୍ଲାସ୍ରେ ପଢ଼ନ୍ତୁ, ପଢ଼ିବା ପାଇଁ, ଓଡ଼ିଆ କହିବା ପାଇଁ, ଏବଂ ସରକାର ଓଡ଼ିଆ ଭାଷାକୁ ଡିଜିଟାଲରେ ଅଧିକ ପ୍ରଚାର ପ୍ରସାର କରିବା ସହିତ ୟାକୁ ଏକ ରୋଜଗାରର ଭାଷା କରିବା ପାଇଁ ଉଦ୍ୟମ କରିବା ଦରକାର। ଏବଂ ଏହା ହେବ ନାହିଁ, ଯାହା ଆପଣ କହୁଥିଲେ, ଯଦି ଜନସାଧାରଣ ତରଫରୁ ୟାକୁ ଉପରେ ଜୋର ପ୍ରତିବାଦ, ପ୍ରତିରୋଧ ଏବଂ ଚାପ ନ ପଡ଼ିଲେ ମଧ୍ୟ ସରକାରଙ୍କ ତ ମଧ୍ୟ କରିବେ ନାହିଁ, ଯେଉଁ ସରକାର ବି ହୁଅନ୍ତୁ। ତେଣୁ ଆଗରୁ ମଧ୍ୟ ମୁଁ ଯାହା କହିଥିଲି, ଉଦ୍ୟମ ହେଇଥିଲା ମଧ୍ୟ ହେଇପାରୁନଥିଲା। ଏବେ ମଧ୍ୟ ତା କାଗଜପତ୍ର କେବଳ ଆଇନ ଅଛି। କିନ୍ତୁ ଓଡ଼ିଆ ଭାଷା, ମୁଁ ଗର୍ବର ସହିତ କହିବାକୁ ଚାହିଁବି, ଅନ୍ୟ ସମସ୍ତ ଭାଷା ତୁଳନାରେ ଓଡ଼ିଆ ଭାଷା ଏକ ପୁରୁଣା ଭାଷା। ୟାର ନୈତିକତା ଅଛି। ୟାର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏ ଭାଷା ଗୋଟିଏ ଓଡ଼ିଆର ନିଜସ୍ୱ ଭାଷା, ନିଜସ୍ୱ ଲିପି ଅଛି। ଏ ଭାଷାକୁ ଯେଭଳି ଆପଣଙ୍କର ଅନ୍ୟ ଲୋକମାନେ ଯେଭଳି ଭାବରେ ଉଦ୍ୟମ କରୁଛନ୍ତି, ଯଦି ସମସ୍ତେ ଆମେ ଉଦ୍ୟମ କରିବା, ତାହେଲେ ନିଶ୍ଚିତ ଭାବରେ ଏ ଓଡ଼ିଆ ଭାଷାର ଉନ୍ନତି ହେବ। ଓଡ଼ିଆ ଭାଷୀର ଲୋକମାନଙ୍କର ମଧ୍ୟ ଉନ୍ନତି ହେବ। ଏବଂ ଓଡ଼ିଆ ଭାଷାକୁ ଯଦି ଏକ ରୋଜଗାର ଭାଷା ହେବ, ତାହେଲେ ନିଶ୍ଚିତ ଭାବରେ ଓଡ଼ିଶା ପିଲାମାନେ ଅଧିକ ଓଡ଼ିଆ ଭାଷାରେ ପଢ଼ିବା ପାଇଁ ଉଦ୍ୟମ କରିବେ। ଆପଣ ଆମକୁ ଏତେ ସମୟ ଦେଲେ ସାର୍, ଏବଂ ଏତେ ଗୁଡ଼େ କଥା ଜଣାଇଲେ ଓଡ଼ିଆ ଭାଷା ଉପରେ, ତାର ଇତିହାସ ବିଷୟରେ, ବା ତା ଯେଉଁ ଉଦ୍ୟମ ଆପଣ କଲେ, ଆଉ ସେ ଉଦ୍ୟମରେ ଆପଣ ଯେମିତି ସଫଳ ହେଇକି ବାହାରିକି ଆସିପାରିଲେ, ସେସବୁ ପାଇଁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର। ନମସ୍କାର, ଥ୍ୟାଙ୍କ ୟୁ। ଆପଣ ମଧ୍ୟ ଉଦ୍ୟମ କରିକି ଓଡ଼ିଆ ଭାଷାର ପ୍ରଚାର ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି। ସେଥିପାଇଁ ଆପଣଙ୍କୁ, ଆପଣ ଅନୁଷ୍ଠାନକୁ ମଧ୍ୟ ବହୁତ ଧନ୍ୟବାଦ ଧନ୍ୟବାଦ। ସାର୍। ଥ୍ୟାଙ୍କ ୟୁ।